ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ପୂର୍ଣ୍ଣ ଯୋଗ ଓ ମଣିଷର ଦାୟିତ୍ୱ। ପୂର୍ଣ୍ଣ ଯୋଗ ଓ ମଣିଷର ଦାୟିତ୍ୱ ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ଭୁବନେଶ୍ୱର ସପ୍ତଶତୀ ନଗରର ରବି ଭାଇ ରବିନାରାୟଣ ମହାନ୍ତିଙ୍କୁ ମୁଁ ଅନୁରୋଧ କରୁଛି। ରବି ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ମୋ ଜୀବନର ପରମ ଆରାଧ୍ୟ ମା ଓ ଶ୍ରୀ ଅରବିନ୍ଦ ଆତ୍ମନିଶୀ ସମସ୍ତ ଭଉଣୀ ଭାଇମାନଙ୍କୁ ମୋର ପ୍ରଣାମ। ଭରସା ଓ ବିଶ୍ୱାସ ଏଇଆ ରଖିବା ଯେ ମା ଆଜିର ଏଇ ଯେଉଁ ବିଷୟବସ୍ତୁଟିକୁ ପ୍ରକାଶ କରିବା ଓ ଅନୁଭବ କରିବାରେ କୃପା କରିଛନ୍ତି। ନଚେତ୍ ଆମେ କିଛି ଅଭିପ୍ସୁ ଏପରି ଆସରରେ କେବେ ଯୋଗ ଦେଇ ପାରିନଥାନ୍ତେ। ତାଙ୍କରି କୃପା ରହୁ। ଆମେ ଆଲୋଚନାକୁ ଗତିଶୀଳ କରାଇବା। ଆଜିର ବିଷୟବସ୍ତୁ ରହିଛି ପୂର୍ଣ୍ଣ ଯୋଗ ଓ ମଣିଷର ଦାୟିତ୍ୱ। ଯେହେତୁ ଆମେ ଅନେକ ପାଠଚକ୍ର କରୁଛେ, ଅନଲାଇନ୍ ଅଫଲାଇନ୍, ପୂର୍ଣ୍ଣ ଯୋଗରେ ତ ଆମେ ପାଦ ଦେଇଛେ। ତେଣୁ ଏଇ ଯେଉଁ ପୂର୍ଣ୍ଣ ଯୋଗ କ'ଣ ଓ କାହିଁକି ଏପରି ଶୀର୍ଷକ ଅନେକ ଆଲୋଚନା ଆମେମାନେ ଶୁଣିସାରିଛେ, କରିଛେ ଏବଂ ଅନେକ ଆସରରେ ମଧ୍ୟ ଆଲୋଚନାରେ ଭାଗ ନେଉଛେ। ବ୍ୟକ୍ତିଗତ ଭାବେ ମୁଁ ବି କେଉଁଠି କେମିତି ଆଲୋଚନାର ସୁଯୋଗ ମଧ୍ୟ ପାଇଛି ଏ ସମୟରେ ଆଲୋଚନା କରିବା ପାଇଁ। ପ୍ରତ୍ୟେକ ସମୟରେ ମୋର କାହିଁକି ଗୋଟେ ଉପଲବ୍ଧି ଆସିଛି, ତା ଠିକ୍ କି ଭୁଲ ମୁଁ ଜାଣିନି, ଯେ ଆମେ କ'ଣ କରିଚାଲିଛେ ପୂର୍ଣ୍ଣ ଯୋଗର ବାସ୍ତବିକ ଆଭିମୁଖ୍ୟ କ'ଣ ତାକୁ ଠିକ୍ ଭାବରେ ବୁଝିନେ। ତେଣୁ ପୂର୍ଣ୍ଣ ଯୋଗର ଆଭିମୁଖ୍ୟକୁ ଆମେ ତ ଆଜି ଯେହେତୁ ସମୟ ସୀମିତ ତାକୁ ମୁଁ ଆଲୋଚନା କରିତେ ହେଲେ ଆମେ ସମସ୍ତେ ଆପଣମାନେ ଜାଣିଛନ୍ତି, ଆମେ ଜାଣିଛେ, ସେ ଆଲୋଚନା ନୁହେଁ। ଟିକେ ହିଁ ସେଇ ମଣିଷର ଦାୟିତ୍ୱ ପାଖକୁ ଯିବା। ଆମେ ପୂର୍ଣ୍ଣ ଯୋଗ ବିଷୟରେ ଯେଉଁ ମେକାନିକାଲି ଶୁଣି ଚାଲିଛେ, ଯାନ୍ତ୍ରିକ ଭାବରେ ଶୁଣି ଚାଲିଛେ, ଅନେକ କିଛି କରୁଛେ କହୁଛେ, କିନ୍ତୁ ବାସ୍ତବରେ ଆମର ନା ପ୍ରାକ୍ଟିସ୍ ଅଛି, ନା ରିଏଲାଇଜେସନ୍ ଅଛି, ନା ସେ ଚେତନା ଅଛି। ମୁଁ ସମସ୍ତ କଥା କହିବିନି, ମୁଁ ଅଧିକାଂଶ କଥା କହିବି, କାହିଁକିନା ମୁଁ ଶ୍ରୀ ଅରବିନ୍ଦ ବାଣୀରୁ ଉଦ୍ଧାର କରି କହିବି। ଅଧିକାଂଶଙ୍କ କଥା ମୁଁ କହୁଛି। ଯେତେବେଳେ ଏଇ ପୂର୍ଣ୍ଣ ଯୋଗ କଥା ଉଠେ, ସେତେବେଳେ ଅତୀତ ଯୋଗ ଗୁଡ଼ିକ ଯେତେବେଳେ ଫେଲ୍ କରିଛି, ସେତେବେଳେ ପୂର୍ଣ୍ଣ ଯୋଗର କଥା ଶ୍ରୀ ଅରବିନ୍ଦ ଚିନ୍ତା କରିଛନ୍ତି ବା ସମୟର ଆବଶ୍ୟକତା ଅନୁସାରେ ପୂର୍ଣ୍ଣ ଯୋଗ କଥା ଉଠିଛି। ଆମେ ପୂର୍ଣ୍ଣ ଯୋଗରୁ ଗୋଟିଏ କଥା ଜାଣିଛେ ଯେ ଆମ ଜୀବନର ପ୍ରତି ମୁହୂର୍ତ୍ତ, ପ୍ରତି ଘଟଣା ଆତ୍ମାଙ୍କ ଇଚ୍ଛା ମତେ, ଆତ୍ମାଙ୍କ ପ୍ରଗତି ପାଇଁ ଆସିଥାଏ ବା ଘଟିଥାଏ। ଏହା ପୂର୍ବରୁ ସ୍ଥିରୀକୃତ ରହିଥାଏ। ଏ କଥାକୁ କେହି ଆମେ ଅସ୍ୱୀକାର କରିପାରିବା ନାହିଁ। ଯଦି ଅସ୍ୱୀକାର କରିବା ଆମେ ଜାଣିବା ଆମେ ସଚେତନ ନୁହଁ ବା ବାସ୍ତବରେ ଆମର ସେ ସମୟରେ ଜ୍ଞାନ ନାହିଁ। ପ୍ରତି ଘଟଣା ତାଙ୍କ ଇଚ୍ଛା ମତେ ଏବଂ ଆତ୍ମାଙ୍କ ପ୍ରଗତି ପାଇଁ ସଂଗଠିତ ହୋଇଥାଏ। ଆଉ ଗୋଟିଏ କଥା ପୂର୍ଣ୍ଣ ଯୋଗ ଆମକୁ ନିର୍ଦ୍ଦିଷ୍ଟ ଭାବରେ ଶିକ୍ଷା ଦେଇଛି, ତାହା ହେଉଛି ନୋ ହ୍ୟୁମାନ୍ ଇଜ୍ ପରଫେକ୍ଟ। କୌଣସି ମଣିଷ ସ୍ୱୟଂ ସମ୍ପୂର୍ଣ୍ଣ ନୁହନ୍ତି, କେହି ପୂର୍ଣ୍ଣତା ପ୍ରାପ୍ତି ହୋଇନାହାନ୍ତି। ଅପୂର୍ଣ୍ଣତା ଥିବାରୁ ହିଁ ଆମେ ତାକୁ କହୁଛେ ମଣିଷ। ତେଣୁ ମଣିଷର ଜୀବନ ଗତିଶୀଳ ଏବଂ ଅନ୍ୟ ଭାଷାରେ କହିପାରିବା ଆମେ ମଣିଷ ଏକ କ୍ରମବର୍ଦ୍ଧିଷ୍ଣୁ ଆତ୍ମା, ଏଭର ଗ୍ରୋଇଂ ସୋଲ୍। ମଣିଷ ହେଉଛି ଗୋଟେ ଏଭର ଗ୍ରୋଇଂ ସୋଲ୍, କ୍ରମବର୍ଦ୍ଧିଷ୍ଣୁ ଆତ୍ମା। ଶ୍ରୀ ଅରବିନ୍ଦ ଯେଉଁ କଥାଟି କହିଲେ ଆମେ ସମସ୍ତେ ଜାଣିଛେ, ଯେଉଁ ଅଲ୍ ଲାଇଫ୍ ଯୋଗ କଥା କହିଲେ, ମୁଁ ବି ଅନେକ ଥର ଏ କଥା ବି କହିଛି, ଏହି ଆଲୋଚନାରେ ଏହି ଆସରରେ ମାନଙ୍କରେ କହିଛି ଯେ ଆମେ ଅଲ୍ ଲାଇଫ୍ କହିଲେ କେତେବେଳେ ଆମ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏଇ ଯେଉଁ ଏପିସୋଡ଼, ସିରିଏଲର ଏପିସୋଡ଼ ଭଳି ସେଇଟାକୁ ଭାବିବା ନାହିଁ। ସେଇଟା ଆମର ଗୋଟେ ଭ୍ରାନ୍ତ ଧାରଣା ହେଇଯିବ। ତାହେଲେ ଅଲ୍ ଲାଇଫ୍ କହିଲେ କ'ଣ? ଅଲ୍ ଲାଇଫ୍ ପ୍ରକୃତି ହେଉଛି ଯେତେବେଳେ
ପରମ ବ୍ରହ୍ମ ପରମ ପ୍ରଭୁ ବହୁ ହେବା ପାଇଁ ଚାହିଁ ଆତ୍ମା ସୃଷ୍ଟି କଲେ ବା ଆତ୍ମା ଆକାରରେ ସେ ପାର୍ଥିବ ଜଗତକୁ ଅବତରଣ କରିଲେ। ଲକ୍ଷ୍ୟ ଯାହା ଥିଲା ସେ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଯେତେ ଜୀବନ ଅତିକ୍ରାନ୍ତ ହେଉନା କାହିଁକି ତାହା ହିଁ ହେଉଛି ଆମର ଅଲ୍ ଲାଇଫ୍। ଯେବେଠାରୁ ପରମ ପ୍ରଭୁଙ୍କ ଠାରୁ ଆତ୍ମା ବିଚ୍ଛୁରିତ ଶବ୍ଦ କୁହାଯାଇପାରିବନି, ଆଦେଶପ୍ରାପ୍ତ ହୋଇ କୁହାଯାଇପାରିବ, ଆଦେଶପ୍ରାପ୍ତ ହୋଇ ଆଦିଷ୍ଟ ହୋଇ ଆସିଲେ ଏବଂ ଆସିକରି ଏଠି କାର୍ଯ୍ୟ କଲେ। କାର୍ଯ୍ୟ କରିକି ତାଙ୍କର ଯେଉଁ ଗୋଟିଏ ଲକ୍ଷ୍ୟ ରହିଛି ଭଗବାନଙ୍କୁ ଆମେ ଭଗବାନରେ ପରିଣତ ହେବା, ଭଗବାନଙ୍କୁ ପରିପ୍ରକାଶ କରିବା। ଏଇ ଯେଉଁ ଦୁଇଟା କାମ ପାଇଁ ଆମେ ଆସିଲେ, ଯେତେବେଳେ ସେଇ କାମ ପୂର୍ଣ୍ଣ ହୋଇଯିବ ସେଇ ସମୟ ପର୍ଯ୍ୟନ୍ତ ହିଁ ଆମର ଯେଉଁ ଜୀବନ ତାହା ହେଉଛି ଯୋଗ ଜୀବନ ବା ଆମେ ସେଇ ଯୋଗ ଜୀବନ କରିକା ଚାଲିଛେ। ଏଇଟା ଶତସହସ୍ର ଜୀବନ ମଧ୍ୟ ହୋଇପାରେ। ଆମେ ଜାଣିଛେ ବିବର୍ତ୍ତନ କଥା। ଶିଉଳିରୁ ଆରମ୍ଭ ହୋଇ ବିବର୍ତ୍ତନ ମାଧ୍ୟମରେ ଆଜି ଯାହା ଆମେ ଦେଖୁଛେ ସେ ସେଠି ଆସି ମଣିଷ ପହଞ୍ଚି ବା ମଣିଷ ରୂପେ ଆମେ ତାକୁ ଦେଖୁଛେ ଏବଂ ଆମ ବିଶ୍ୱାସ ଅବିଶ୍ୱାସର ଉର୍ଦ୍ଧ୍ୱରେ ପ୍ରତ୍ୟେକ ମଣିଷ ଆସେଣ୍ଡିଂ ସ୍କେଲରେ କ'ଣ କରି ଚାଲିଛି ନା ଈଶ୍ୱରାଭିମୁଖୀ ବା ଭଗବତ ଅଭିମୁଖୀ ହେଇ ଚାଲିଛି। ଆତ୍ମା ଜାଣୁ କି ନ ଜାଣୁ ପ୍ରୋଗ୍ରେସିଂ ଟୁୱାର୍ଡ ସୁପ୍ରିମ କନସିୟସନେସ୍ ଆତ୍ମାଙ୍କର ଗତି ଚାଲିଛି। ମଣିଷ ବୁଝୁ କି ନ ବୁଝୁ, ମନ ପ୍ରାଣ ବୁଝନ୍ତୁ କି ନ ବୁଝନ୍ତୁ, ଶରୀର ବୁଝୁ କି ନ ବୁଝୁ, ଇଭିନ୍ ଆତ୍ମା ବୁଝୁ କି ନ ବୁଝୁ, ସେ ପ୍ରତି ମୁହୂର୍ତ୍ତରେ ଆତ୍ମାଙ୍କର ଗୋଟେ ପ୍ରୋଗ୍ରେସ ଚାଲିଛି ଟୁୱାର୍ଡ ସୁପ୍ରିମ କନସିୟସନେସ୍। ପରମଙ୍କର ଚେତନା ଆଡ଼କୁ ଆତ୍ମା ଅଗ୍ରଗତି କରିକା ଚାଲିଛି। ଏହା ଏକ ସ୍ୱୟଂକ୍ରିୟ ପ୍ରକ୍ରିୟା। କାରଣ ପୂର୍ଣ୍ଣଯୋଗ କହୁଛି, ପୂର୍ଣ୍ଣଯୋଗ ଆମକୁ ଶିକ୍ଷା ଦେଇଛି ବା ପୂର୍ଣ୍ଣଯୋଗରୁ ଆମେ ଜାଣିଛେ ସ୍ୱୟଂଯୋଗ ଯୋଗରେ ଯେ ପୂର୍ଣ୍ଣତା ହେଉଛି ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର। ସେଥିପାଇଁ ପ୍ରତି ଜନ୍ମରେ ଆତ୍ମା ତାର ମୂଳ ସତ୍ୟର କ୍ରମାଭିମୁଖୀ ହୋଇ ଚାଲିଛି। ମୂଳ ସତ୍ୟ ହେଉଛନ୍ତି ପରମ ବ୍ରହ୍ମ ପରମ ପ୍ରଭୁ। ସେ ଆଡ଼କୁ ଆତ୍ମା ପ୍ରତି ଜନ୍ମରେ ଆଗେଇ ଚାଲିଛି। ତାର କାରଣ ହେଉଛି ଯେ ଜନ୍ମଗତ ଅଧିକାର ହେଉଛି ସେ ପୂର୍ଣ୍ଣତା ପ୍ରାପ୍ତ ହେବ। ଯେଉଁଠୁ ଆସିଥିଲା ସେଇଠି ପହଞ୍ଚିବା, ତାଙ୍କ ସହିତ ଲୀନ ହେବା ପର୍ଯ୍ୟନ୍ତ, ତାଙ୍କୁ ପରିପ୍ରକାଶ କରିବା ପର୍ଯ୍ୟନ୍ତ ଯେଉଁ ଦାୟିତ୍ୱ ରହିଛି ସେଇ ଦାୟିତ୍ୱ ଚାଲିଛି। ତେଣୁ ମୂଳ ସତ୍ୟର କ୍ରମାଭିମୁଖୀ ହୋଇ ଚାଲିଛି ଆତ୍ମା ସବୁବେଳେ। ଏହି ପ୍ରକ୍ରିୟାର ଅନ୍ତ ନାହିଁ, କାରଣ ଏହା ହେଉଛି ଏକ ଏଣ୍ଡଲେସ୍ ଅନ୍ତହୀନ ପ୍ରକ୍ରିୟା। ଏ ପ୍ରକ୍ରିୟାଟା ଏଣ୍ଡଲେସ୍। ଏସବୁ ଆମେ ସମସ୍ତେ ଉପଲବ୍ଧି କରିଛେ ଏବଂ ଯେଉଁ କଥାକୁ କୁହାଗଲା ପୂର୍ଣ୍ଣତା ହେଉଛି ଆମର ଜନ୍ମଗତ ଅଧିକାର, କିନ୍ତୁ ପୂର୍ଣ୍ଣତା ଦିନକରେ କେବେ ଆସେନି। ଏହା ସମୟ ସାପେକ୍ଷ। ସେଥିପାଇଁ ଶ୍ରୀ ଅରବିନ୍ଦ ଆଉ ଗୋଟେ କଥା କହିଲେ। ସେ କହିଲେ ମଣିଷ ଏ ଯେଉଁ ଚେଷ୍ଟା କରି ଚାଲିଛି ପୂର୍ଣ୍ଣତା ହାସଲ ପାଇଁ, ସେ କଥାଟା ଗୋଟିଏ ଦିନରେ ହେବନି ତ ଆମେ ଜାଣିଲେ, ଆମେ ନିଜେ ବି ଅନୁଭବ କରୁଛେ ଗୋଟିଏ ଦିନ ତା ହେବନି। ସେ କହୁଛନ୍ତି ଆ ପାଇଁ ଗୋଟେ ଯୁଗ ଆସିବ। ସେ ଗୋଟେ ଯୁଗ ଆସିବ ଯେଉଁ ଯୁଗକୁ କହୁଛନ୍ତି ଶ୍ରୀ ଅରବିନ୍ଦ ଆଶୟଧର୍ମୀ ଯୁଗ ବା ଏଜ୍ ଅଫ୍ ସବଜେକ୍ଟିଭିଜିମ୍। ଆଶୟ ମାନେ ସେ ଯୁଗ ଆସିବ ଯେଉଁ ଯୁଗରେ ଏଇଟା ସମ୍ଭବ ହେବ। ସେତେବେଳେ କ'ଣ ହେବ ବ୍ୟକ୍ତିର ନା ବ୍ୟକ୍ତି ତାର ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ ପାଇଁ ତାର ଅନ୍ତରରେ ପ୍ରଚ୍ଛନ୍ନ ଥିବା ଆଉ ଏକ ଚେତନ ଶକ୍ତିକୁ ଠାବ କରି ତାର କର୍ଷଣ ଓ ବିକାଶ କରି ଜୀବନକୁ ପରିପୂର୍ଣ୍ଣ କରି ଗଢ଼ି ତୋଳିବ। ଯେଉଁଟା ଏବେ ମଣିଷ ଭିତରେ ଆରମ୍ଭ ହୋଇଛି ସିନା, କିନ୍ତୁ ଆବଶ୍ୟକତା ଅନୁଯାୟୀ ସଫଳ ହୋଇପାରିନି। ତା ଭିତରେ ଥିବା ଯେଉଁ ଚେତନ ଶକ୍ତି ସେ ଠାବ କରିବ, ତାକୁ କର୍ଷଣ କରିବ, ତାକୁ ବିକାଶ କରିବ ଏବଂ ତା ଜୀବନକୁ ଗଢ଼ିକା ଚାଲିବ। ଜୀବନକୁ ବିକାଶ ଦିଗରେ ଗଢ଼ିକା ଚାଲିବ। ଆଉ ମାନସର ଊର୍ଦ୍ଧ୍ୱରେ ରହିଥିବା ଅତିମାନ ଶକ୍ତି ତାକୁ ପରିଚାଳିତ କରିବ। ଏବେ କ'ଣ କରୁଛେ ଆମେ ମନଗତ ଭୂମିରେ ବା ଆମ ମାନସିକ ସ୍ତରରେ ଆମ ଚିନ୍ତା ଚେତନାକୁ
ଆମ ମନ ଦ୍ୱାରା, କାରଣ ମନସ୍ଥରେ ଆସିକି ମଣିଷ ପହଞ୍ଚି, ତେଣୁ ଆମ ମନ ଦ୍ୱାରା ଏସବୁ ଜିନିଷ ଚାଲିଛି। କିନ୍ତୁ ଯେତେବେଳେ ସେଇ ଯୁଗ ଆସିଯିବ, ସେଇ ସମୟ ଆସିଯିବ, ସେତେବେଳେ ମନର ଉର୍ଦ୍ଧ୍ୱରେ ଥିବା ଅତିମାନସ ଶକ୍ତି ତାକୁ ପରିଚାଳିତ କରିବ, ମଣିଷକୁ ପରିଚାଳିତ କରିବ। ଏବଂ କେମିତି ନା ତାର ଅନ୍ତରାତ୍ମକ ଶକ୍ତି ମାଧ୍ୟମରେ, ଭିତରେ ଯେଉଁ ଆତ୍ମା ଥିବେ, ଅନ୍ତରାତ୍ମା, ତାଙ୍କର ଶକ୍ତି ମାଧ୍ୟମରେ ମଣିଷ ପରିଚାଳିତ ହେବ। ସେତେବେଳେ କୁହାଯିବ, ଯେଉଁ ପାଇଁ ଆମେ ସ୍ୱପ୍ନ ଦେଖି ଚାଲିଛେ, ଯେଉଁଥିପାଇଁ ଆମର ଏସବୁ ଚାଲିଛି, ଏତେ ସବୁ କ'ଣ ଚେଷ୍ଟା ପ୍ରଚେଷ୍ଟା, ସେତେବେଳେ କୁହାଯିବ ସେମାନଙ୍କୁ ଅତି ମାନବ। ଯେଉଁମାନେ କି ବିଶ୍ୱରେ ଯଥାର୍ଥ ଏକତ୍ୱ, ସଂହତି ଏବଂ ପାରସ୍ପରିକ ବୁଝାମଣା, ଶାନ୍ତି, ଆନନ୍ଦ ଓ ସ୍ୱାଧୀନତାର ବାର୍ତ୍ତାବହ ଓ ପ୍ରବକ୍ତା ହିସାବରେ କାର୍ଯ୍ୟ କରିବେ। ମାନେ ସେ ଅତିମାନବ ଯେତେବେଳେ ଆସିବେ, ସେତେବେଳେ ଏଇ ଯେଉଁ ଦ୍ୱନ୍ଦ୍ୱ ଅବସ୍ଥା ସବୁ ଚାଲିଛି, ଯେଉଁ ସଂଶୟ, ଦ୍ୱନ୍ଦ୍ୱ, ଯେଉଁଭଳି ଭାବରେ ଅବସ୍ଥା ଗୁଡ଼ିକ ଭିତରେ ଦେଇକି ଆମେ ଆଜିର ମଣିଷ ଗତି କରୁଛେ, ସେ ସମୟରେ ସେଗୁଡ଼ାକ ଦୂରୀଭୂତ ହୋଇଯିବ। ସେଇ ଅତିମାନସମାନେ ହେବେ ବା ଅତିମାନମାନେ ହେବେ ସମାଜର ଯଥାର୍ଥ ନେତା, ମାର୍ଗଦର୍ଶକ, ପରିଚାଳକ, ଯେଉଁଭଳି ଭାବରେ ଆମେ ଚାହିଁବା ସେ ଶବ୍ଦଗୁଡ଼ିକ କହିପାରିବା। ସେଇ ଅତିମାନବ କେଉଁଠୁ ପ୍ରେରଣା ପାଇବ ନା ବାହାରୁ କୌଣସି ଆଦର୍ଶ ନ ପାଇକିରି ସେ ନିଜ ଅନ୍ତର ଭିତରୁ ସୋଲର ନିର୍ଦ୍ଦେଶ ଅନୁସାରେ ସେ କାର୍ଯ୍ୟ କରିବ। ଏଇ କଥା ଗୁଡ଼ିକ ପୂର୍ଣ୍ଣଯୋଗ ଆମଠାରୁ ଆଶା କରୁଛି। ଯେତେବେଳେ ଏଇ ମାନବ ଆସିକି ପହଞ୍ଚିବ, ସେତେବେଳେ ଯାଇକିରି ପୂର୍ଣ୍ଣଯୋଗ ସାଫଲ୍ୟ ହେବ ବା ପୂର୍ଣ୍ଣଯୋଗ ପୂର୍ଣ୍ଣତା ପ୍ରାପ୍ତ ହେବ। ତାହେଲେ ଏଇସବୁ ଜିନିଷ ଯେଉଁ ହେବ, ପୂର୍ଣ୍ଣତା ହାସଲ ହେବ, ତାକୁ କରିବ କିଏ? এই ପୂର୍ଣ୍ଣତା ହାସଲ ପରମ ପ୍ରାପ୍ତି, ପରମ ବ୍ୟାପ୍ତି କାର୍ଯ୍ୟଟିକୁ ସମ୍ପାଦିତ କରିବା ଆମେମାନେ, ମଣିଷମାନେ। ଆମ ଭଳି ମଣିଷ ଏ କାର୍ଯ୍ୟରେ ଦାୟିତ୍ୱ ନେବ। କେଉଁମାନେ ଦାୟିତ୍ୱ ନେବେ ନା ଯେଉଁମାନେ ସଚେତିତ ହୋଇଥିବେ। ଅସଚେତିତ, ଅଣସଚେତିତ ବ୍ୟକ୍ତି କେବେ ହେଲେ ଏଇ ଯେଉଁ ଗୁରୁ ଦାୟିତ୍ୱକୁ କେବେ ବହନ କରିପାରିବ ନାହିଁ। ଯିଏ ଯେତେ ସଚେତିତ ହେବ, ସିଏ ସେତେ ବିକାଶ ଧାରାରେ ସହଯୋଗ କରିବ, ଅଗ୍ରସର ହେବ। ଏଇଠି ଆମେ ପ୍ରଶ୍ନ କରିବା, ମୁଁ ସବୁବେଳେ ଏମିତି ଭାବରେ ପ୍ରଶ୍ନ କରେ, ଆଲୋଚନା ବେଳେ କହେ ଯେ ଆମେ ସତରେ ସେ ବିକାଶ ଧାରାର ସହଯାତ୍ରୀ ତ? ପ୍ରତ୍ୟେକ ବ୍ୟକ୍ତି ଆମେ ଆତ୍ମସମୀକ୍ଷା କରିବା, ନିଜକୁ ପଚାରିବା। ଯଦି ସହଯାତ୍ରୀ ଆମେ, ତେବେ ମଣିଷ ପାଇଁ ରହିଛି ଅନେକ ଦାୟିତ୍ୱ। କିନ୍ତୁ ଆମ ଭିତର ଆମେ କ'ଣ କରୁଛେ? ଆମେ ତୃତୀୟ ଶ୍ରେଣୀର ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି କରି, ଯେମିତି ଗୋଟେ ପିଲା ଯଦି ତୃତୀୟ ଶ୍ରେଣୀର ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଇକରି ସେ ଟେଷ୍ଟ ପେପର ପଢ଼ି ଯଦି କହିବ ମୁଁ ସପ୍ତମ ବୋର୍ଡ଼ ପରୀକ୍ଷା ଦେବି, ମାଟ୍ରିକ ପରୀକ୍ଷା ଦେବି, ଯାହା ତାର ଅବସ୍ଥା ହୁଏ, ଆଜି ଆମମାନଙ୍କର ଅବସ୍ଥା ସେଇଆ। ଆମେ ପ୍ରକୃତରେ ବାସ୍ତବତାଠାରୁ ଅନେକ ଦୂରରେ, ଆମର ଯେଉଁ ପ୍ରସ୍ତୁତି, ମୋର କାହିଁ ଅନୁଭବ ହେଉଛି ଯେ ବାସ୍ତବତାଠାରୁ ଅନେକ ଦୂରରେ ଆମେ। ଫଳରେ କ'ଣ ହେଉଛି? ମଣିଷ ଲକ୍ଷ୍ୟ ହାସଲରୁ, ବିକାଶ ଧାରାରୁ ପଛରେ ପଡ଼ିଯାଇଛି। କାରଣ ପୂର୍ଣ୍ଣଯୋଗ କେବେ ବି ସୁପରଫିସିଆଲି କିଛି ଉପଲବ୍ଧି ଚାହେଁନି। ଏମିତି ଗୋଟେ ବାହ୍ୟ ଭାବରେ ପୂର୍ଣ୍ଣଯୋଗ ଆମଠାରୁ କିଛି ଆଶା କରୁନି। ପୂର୍ଣ୍ଣଯୋଗ ଚାହୁଁଛି ଯେ ସେଇଥିରେ ଗୋଟେ ପ୍ରାକ୍ଟିକାଲ ଲାଇଫ୍ ବଞ୍ଚିବା ପାଇଁ ସେ ଯାହା ତାହା ହିଁ ସେ ହୋଇ ଉଠିବ। ଆମେ ଯାହା ତାହା ହିଁ ବାହାରକୁ ପ୍ରକାଶିତ ହେବ। କିନ୍ତୁ ଆମ ଭିତରେ ଆମେ କ'ଣ କରୁଛେ? ଏବେ ବି, ଆଜି ବି ଅନେକ କ'ଣ କରୁଛେ? ବାସ୍ତବତା ଠାରୁ ବହୁତ ଦୂରରେ। ଯେଉଁ ପୂର୍ଣ୍ଣଯୋଗର ଆଉ ଗୋଟେ ଲକ୍ଷ୍ୟ ହେଉଛି ନା ଯେଉଁ ଜଡ଼ ପ୍ରକୃତି ଅଛି, ତାକୁ ଚିନ୍ମୟ ପ୍ରକୃତି ବା ଦିବ୍ୟ ପ୍ରକୃତିରେ ରୂପାନ୍ତର କରିବା। ଏଗୁଡ଼ା ସବୁ ପୁରୁଣା କଥା। ମୁଁ ଯେଉଁ ଆଲୋଚନାଟି ଆଜି ବି କରୁଛି, ମୁଁ ଏଟାକୁ ଖାଲି ମୋ ଭାଷାରେ ମୁଁ କହିବି ଯେ ଆମେ ଖାଲି ଘଷି ମାଜିକି ଟିକେ ସେ କଥା ଗୁଡ଼ିକ କହୁଛେ, କିଛି ନୂତନତା ଏଥିରେ ନାହିଁ। ଜଡ଼ ପ୍ରକୃତିକୁ ଚିନ୍ମୟ ପ୍ରକୃତିରେ ପରିଣତ କରିବା, ରୂପାନ୍ତର କରିବା ପୂର୍ଣ୍ଣଯୋଗର ଲକ୍ଷ୍ୟ
ବା ଆମମାନଙ୍କର ସାଧନାର ଲକ୍ଷ୍ୟ ଏକଥା ଆମେ ହଜାର ହଜାର ଥର ଶୁଣି ସାରିବାଣି। ଆଉ ପୂର୍ଣ୍ଣଯୋଗର ଲକ୍ଷ୍ୟ କ'ଣ ନା ପାର୍ଥିବ ଜୀବନରେ ପରମଙ୍କ ପ୍ରତିଷ୍ଠା। ଏସବୁ ହେଲା ଏ ଆଭିମୁଖ୍ୟ କଥା ଗୁଡ଼ିକ ମୁଁ କହୁଛି। ତାପରେ ଆସିବା ଅନ୍ୟ ଯେଉଁଗୁଡ଼ାକ ବିଷୟବସ୍ତୁକୁ ନେବା। ଆଉ ଗୋଟେ କଥା ହେଲା ପୂର୍ଣ୍ଣଯୋଗର ବଡ଼ ଆଚିଭମେଣ୍ଟ ହେଉଛି ବା ପୂର୍ଣ୍ଣଯୋଗ ଯେଉଁ ଜିନିଷଟା ଆମକୁ ଜଣାଇବାକୁ ଚାହୁଁଛି ତାହା ହେଉଛି ଆତ୍ମଶୁଦ୍ଧି। ଆତ୍ମଶୁଦ୍ଧି କଲା ପରେ ସମୂହ ଶୁଦ୍ଧି ଆଡ଼କୁ ସେ କଥାଟି ଯିବ। ବ୍ୟକ୍ତି ଶୁଦ୍ଧତା ସହିତ ସମୂହ ଶୁଦ୍ଧତା ବହୁତ ଜରୁରୀ। ତେଣୁ ପ୍ରଥମେ ହେଉଛି କ'ଣ ନା ଆମର ପ୍ରଥମ ଆବଶ୍ୟକ ହେଉଛି ଆମ ନିଜର ଶୁଦ୍ଧି ବା ସେଲ୍ଫ ପ୍ୟୁରିଫିକେସନ୍। କାରଣ ପୂର୍ଣ୍ଣଯୋଗ କେବେ ବି ପୂର୍ଣ୍ଣଯୋଗ କେବେ ବି ଆଂଶିକ ସିଦ୍ଧିରେ ନା ବିଶ୍ୱାସ କରେ ନା ସନ୍ତୁଷ୍ଟ ହୁଏ। ଯେତେବେଳେ ଆମେ ପୂର୍ଣ୍ଣତା ପ୍ରାପ୍ତ ହେବା ମାନେ ପୂର୍ଣ୍ଣଟା ସବୁବେଳେ ସୁନ୍ଦର। ପୂର୍ଣ୍ଣଚନ୍ଦ୍ର ଖୁବ୍ ସୁନ୍ଦର, ପୂର୍ଣ୍ଣ କଳସୀ ଖୁବ୍ ମାନେ ଗୋଟେ ଅନୁଭବରେ ଆସେ ବହୁତ ଭଲ। ଠିକ୍ ସେମିତି ପୂର୍ଣ୍ଣ ସବୁବେଳେ ଉତ୍ତମ। ବ୍ୟକ୍ତି ଓ ସମାଜର ଦିବ୍ୟ ପୂର୍ଣ୍ଣତା ପ୍ରାପ୍ତି ମଧ୍ୟ ହେଉଛି ପୂର୍ଣ୍ଣଯୋଗର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ। ଅନ୍ୟ ଭାଷାରେ ଆମେ ଯଦି କହିବା ପୂର୍ଣ୍ଣଯୋଗ ହେଉଛି ସମନ୍ୱୟର ଯୋଗ, ଦିବ୍ୟ ପ୍ରକୃତିର ଯୋଗ, ପୂର୍ଣ୍ଣ ଆତ୍ମସମର୍ପଣର ଯୋଗ, ପୂର୍ଣ୍ଣତା ପ୍ରାପ୍ତିର ଯୋଗ। ଏସବୁ ହେଉଛି ପୂର୍ଣ୍ଣଯୋଗର ଆଭିମୁଖ୍ୟ। এই ଯୋଗଟା ପୂର୍ଣ୍ଣତା ଆଭିମୁଖେ ସର୍ବସମଞ୍ଜସ୍ୟ ଓ ସମନ୍ୱୟ ପଥରେ ଏକ ଅସଙ୍କୋଚ ଦୁଃସାହସିକ ଅଭିଯାନ। ପୂର୍ଣ୍ଣଯୋଗ ଭଳି ଦୁଃସାହସିକ ଅଭିଯାନ ଅନ୍ୟ କୌଣସି ଯୋଗରେ ନାହିଁ। କାରଣ ପୂର୍ଣ୍ଣଯୋଗ ମୁକ୍ତି ତାର ଲକ୍ଷ୍ୟ ନୁହେଁ, ନିର୍ବାଣ ତାର ଲକ୍ଷ୍ୟ ନୁହେଁ। ହୁଏତ ମୁକ୍ତି ନିର୍ବାଣ ପୂର୍ଣ୍ଣଯୋଗ ଏକ ମଧ୍ୟବର୍ତ୍ତୀକାଳୀନ ଅବସ୍ଥା ହୋଇପାରେ, ତା ରାସ୍ତାରେ এই ଜିନିଷଟା ପଡ଼ିପାରେ, କିନ୍ତୁ ସେଟା ତାର ମୋଟେ ଲକ୍ଷ୍ୟ ନୁହେଁ। এটা ହେଉଛି କ'ଣ ଲକ୍ଷ୍ୟ ନା ଆମେ ଯେଉଁଟା କହିଲେ ମୂର୍ମଳ ମାଟିକି ଏଠି ସୁନାରେ ପରିଣତ କରିବା ବା ଭଗବାନଙ୍କୁ ପାର୍ଥିବ ଜୀବନରେ ପ୍ରତିଷ୍ଠା କରିବା। ଏଇଟା ସେଇଥିପାଇଁ କୁହାଯାଉଛି ଏହା ଏକ ଅସଙ୍କୋଚ ଦୁଃସାହସିକ ଅଭିଯାନ। ବିରାଟ ଏକ ଅଭିଯାନରେ ଏକ ଦୁଃସାହସିକ ଅଭିଯାନରେ ଆମେ ସବୁ ଯାତ୍ରୀ ହେଇଯାଇଛେ। ଆଉ ଏଇ ଅଭିଯାନ ଯେଉଁ ଚାଲିଛି ତାର ଯାତ୍ରୀ କିଏ ହେବ? ତାର ଯାତ୍ରୀ କିଏ ହେବ ନା ଆମର ଏଇ ମଣିଷ ରୂପୀ ବିକାଶଶୀଳ ଆତ୍ମା ହେବେ। এই ଯେଉଁ ବିକାଶଶୀଳ ଆତ୍ମା ଆମେ ବାରମ୍ବାର କହୁଛେ ତାହା ଏକ ବାସ୍ତବତା। ଏଥିରେ କୌଣସି ଦ୍ୱିରୁକ୍ତି ନାହିଁ। କାରଣ ବିକାଶ କରିକା ଆମେ ପ୍ରତିଜନ୍ମ ଚାଲିଛେ। ତେଣୁ ମଣିଷ ରୂପୀ ବିକାଶଶୀଳ ଆତ୍ମା ଏ କାର୍ଯ୍ୟ କରିବ କାହା ମାଧ୍ୟମରେ ନା ବିବର୍ତ୍ତନ ମାଧ୍ୟମରେ। କାରଣ ଚେତନାର ବିବର୍ତ୍ତନ ପାର୍ଥିବ ଜୀବନର ଏକ ଅନ୍ତର୍ଗୂଢ଼ ମୌଳିକ ଧାରା। ଚେତନାର ବିବର୍ତ୍ତନ ଆମ ପାର୍ଥିବ ଜୀବନର ଏକ ଅନ୍ତର୍ଗୂଢ଼ ମୌଳିକ ଧାରା ଏବଂ ଏହି ଯେଉଁ ବିବର୍ତ୍ତନ ଯାତ୍ରା ଚାଲିଛି ତାର ଆଦ୍ୟବିନ୍ଦୁ ହେଉଛି ଜଡ଼। ଆମେ ଜଡ଼ରୁ ଆରମ୍ଭ କରି କୁଆଡ଼କୁ ଯିବା ନା ଆମର ପ୍ରାନ୍ତ ବିନ୍ଦୁ ହେବ ଆତ୍ମା। ଜଡ଼ରୁ ବିବର୍ତ୍ତିତ ହେଇ 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 ଆମେ ତାର ପ୍ରାନ୍ତ ବିନ୍ଦୁ ଆତ୍ମା ପାଖରେ ପହଞ୍ଚିବା। ଅର୍ଥାତ୍ ଆତ୍ମା ବିକଶିତ ହୋଇସାରିଥିବେ। ବିକଶିତ ହୋଇକରି ତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବ, ପରମଭୋଗ ଇଚ୍ଛା ପୂର୍ଣ୍ଣ ହୋଇସାରିଥିବ। ସେଇ ପରମଭୋଗ ଇଚ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପୂର୍ଣ୍ଣଯୋଗର ଦାୟିତ୍ୱ ବା ପୂର୍ଣ୍ଣଯୋଗ ସେଇ କଥା ହିଁ କହେ। ବିବର୍ତ୍ତନ ପ୍ରକ୍ରିୟା ମଧ୍ୟ ରହିଛି ଦୁଇଟା ରୂପ। ଶ୍ରୀଅରବିନ୍ଦ କହୁଛନ୍ତି ଯେ ବିବର୍ତ୍ତନ ପ୍ରକ୍ରିୟାର ଦୁଇଟା ରୂପ ରହିଛି। ଗୋଟିଏ ହେଲା ଭୌତିକ ରୂପ, ଭୌତିକ
ଏବଂ ଅନ୍ୟଟି ହେଲା ଆଧ୍ୟାତ୍ମିକତା। ଆମେ ଭୌତିକ ରୂପଟାକୁ କେମିତି ଦେଖୁଛେ, କେମିତି ବୁଝିବା ନା ଭୌତିକ ରୂପ ବିକଶିତ ହେଇ ବିକାଶଶୀଳ ହେଇ କୋଉଠି ଆସି ପହଞ୍ଚି ନା ବିକାଶଶୀଳର ଗୋଟେ ସଂଜ୍ଞା ଆମେ ଦେଇପାରିବା। ସେଟା ହେଉଛି ଯେ ବୈଜ୍ଞାନିକ ବର୍ତ୍ତମାନ ଅନେକ ଜିନିଷ ଉଦ୍ଭାବନ କରୁଛନ୍ତି। ସେଇମାନେ କ'ଣ କରିଛନ୍ତି ନା ମଣିଷର ଯେଉଁ ରୂପ ମଣିଷ ବିବର୍ତ୍ତନ ପ୍ରକ୍ରିୟାରେ ପହଞ୍ଚିକି ଯେଉଁ ଭୌତିକ ରୂପ ଆଧ୍ୟାତ୍ମିକ ରୂପ ଆଡ଼କୁ ଯାଉଛି, ସେ ଭୌତିକ ରୂପକୁ ଟିକେ ସାକାର କରିଛନ୍ତି ବୈଜ୍ଞାନିକମାନେ। କେମିତି ନା ବିବର୍ତ୍ତନ ଧାରାର ଭୌତିକ ରୂପଟିକୁ ସେମାନେ ଆବିଷ୍କାର କରିସାରିଛନ୍ତି ଏବଂ ଅଧିକାଂଶଙ୍କ ପାଇଁ ଆଧ୍ୟାତ୍ମିକ ରୂପଟି ବା ଆଧ୍ୟାତ୍ମିକ ଅବସ୍ଥାଟି, ଆଧ୍ୟାତ୍ମିକ ଷ୍ଟେଜ୍ଟି ଏବେ ସୁଦ୍ଧା ବି ଅପହଞ୍ଚ। ଅଧିକାଂଶ ସେଠି ପହଞ୍ଚି ପାରିନାହାନ୍ତି। ସେଥିପାଇଁ ଆଜି ଏତେ ଦ୍ୱନ୍ଦ୍ୱ ଚାଲିଛି। ଭଗବାନଙ୍କର ରୂପକୁ, ଭଗବାନଙ୍କର ସାମର୍ଥ୍ୟକୁ, ଭଗବାନଙ୍କର ଅସ୍ତିତ୍ୱକୁ ସେମାନେ ଆସ୍ତେ ଆସ୍ତେ ସ୍ୱୀକାର କଲେଣି, କିନ୍ତୁ ସ୍ୱୀକାର ପୂର୍ଣ୍ଣ ଭାବରେ କରିପାରି ନାହାନ୍ତି। ତେଣୁ ଯେଉଁ ମଣିଷ ଆସି ଯେଉଁ ସ୍ଥିତିରେ ପହଞ୍ଚି, ସେକୁ ମୁଁ କହିଲି ବା ଆଲୋଚନାକୁ ଆମେ ଦେଲେ, ଗୋଟେ ହେଲା ଭୌତିକ ରୂପ ଆଉ ଅନ୍ୟଟି ହେଲା ଆଧ୍ୟାତ୍ମିକ ରୂପ। ଭୌତିକ ରୂପଟା ହେଲା ଆମେ ଯେଉଁ ବିକାଶ କରିକିରି ମେଟେରିଆଲି କୌଣସି ଜିନିଷକୁ ଉଦ୍ଭାବନ ହେଉଛି, ବିଭିନ୍ନ ଟେକ୍ନୋଲୋଜି ଗୁଡ଼ାକ, ଏଗୁଡ଼ା ସବୁ ଭୌତିକ ରୂପର ଗୋଟେ ରୂପାନ୍ତରିତ ବା ପରିବର୍ତ୍ତିତ ଅବସ୍ଥା କହିଲେ ଅତ୍ୟୁକ୍ତି ହେବନି। କିନ୍ତୁ ଆଧ୍ୟାତ୍ମିକତା ସେମାନଙ୍କ ପାଖରେ ବା ଆଧ୍ୟାତ୍ମିକକୁ ସେମାନେ ସ୍ପର୍ଶ କରିପାରି ନାହାନ୍ତି। এই ଆଧ୍ୟାତ୍ମିକ ସ୍ପର୍ଶ କିଏ କରିଛନ୍ତି ନା କେବଳ ଯୋଗୀ ଋଷିମାନେ ସେମାନଙ୍କର ଆଧ୍ୟାତ୍ମ ସାଧନା ବଳରେ ସେହି ସୂକ୍ଷ୍ମ ଚେତନାର ବିବର୍ତ୍ତନକୁ ତାଙ୍କ ମଧ୍ୟରେ ସଂଗଠିତ କରାଇ ପାରିଛନ୍ତି। ଅଦରୱାଇଜ ବୈଜ୍ଞାନିକ ବା କ୍ରମବର୍ଦ୍ଧିଷ୍ଣୁ ମଣିଷ ଏସବୁ ଜିନିଷକୁ ମାନେ ସାକାର କରିପାରିନି। କେବଳ ଏଇଟା ସମ୍ଭବ ହେଇଛି ଯୋଗୀ ଋଷିମାନଙ୍କ ପାଖରେ। ଆଧ୍ୟାତ୍ମ ସାଧନା ବଳରେ ସେମାନେ ତାଙ୍କର ସେଇ ଚେତନାକୁ ବିବର୍ତ୍ତନ ମାଧ୍ୟମରେ ସାକାର କରିପାରିଛନ୍ତି ବା ଉପଲବ୍ଧି କରିପାରିଛନ୍ତି, ଯୋଉଟା ହେଉଛି ଆମର ପୂର୍ଣ୍ଣଯୋଗର ଲକ୍ଷ୍ୟ। ମଣିଷ ପାଇଁ ପୂର୍ଣ୍ଣଯୋଗର ଦାୟିତ୍ୱ ଏକ ବିରାଟ ବୋଝ ଭଳି। କାରଣ ଯାହା ହେବ ଏଇ ମଣିଷ ମାଧ୍ୟମରେ ହିଁ ହେବ। ମଣିଷ ଚାହୁଁ କି ନ ଚାହୁଁ ତା ମାଧ୍ୟମରେ ହେବ। ସେ ବୁଝୁ କି ନ ବୁଝୁ, ତାର ମନ, ତାର ପ୍ରାଣ, ତାର ଶରୀର, ତାର ଚୈତ୍ୟ ସତ୍ତା ବା ଆତ୍ମା ଗୋଟେ ପ୍ରୋଗ୍ରେସିଂ ମୋଡରେ ଚାଲିଛନ୍ତି, ଜୀବନ ପରେ ଜୀବନ ଚାଲିଛନ୍ତି। ତେଣୁ ଆକୁ ସାକାର କରିବା ପାଇଁ ମଣିଷର ଯେଉଁ ଦାୟିତ୍ୱ ରହିଛି, ତା ପାଇଁ ଗୋଟେ ବିରାଟ ବୋଝ ରହିଛି। କୌଣସି ମଣିଷ ତାର ଜୀବନର ଗୋଟେ ଏପିସୋଡରେ କେବେ ବି ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବନି ବା ପୂର୍ଣ୍ଣ ଯୋଗର ଲକ୍ଷ୍ୟକୁ ପୂରଣ କରିପାରିବ ନାହିଁ। ପୂର୍ଣ୍ଣ ଯୋଗର ଯେଉଁ ଲକ୍ଷ୍ୟ ହେଲା ପୂର୍ଣ୍ଣତା ପ୍ରାପ୍ତି, ତାର ହେଉଛି ମଣିଷର ବା ଆତ୍ମାର ଯେଉଁ ଦୌଡ଼ ଚାଲିଛି, ଆତ୍ମା ଯେଉଁ ପ୍ରୋଗ୍ରେସ କରିକା ଚାଲିଛନ୍ତି, ସେଇଟାକୁ ଗୋଟାଏ ଜୀବନ ଏପିସୋଡରେ ସାକାର କରିବା ସମ୍ଭବ ନୁହେଁ। ତେଣୁ ସ୍ଲୋ ହେଉ କିମ୍ବା ରାପିଡ ହେଉ, ସେଇ ପ୍ରୋଗ୍ରେସନ ଚାଲିଛି। ଆମେ ଶୁଣି ଚାଲିଛେ ଯେ ଆମେ ସାଧନା କରୁଛେ, ଏ କଥା ଗୁଡ଼ାକ ଅନେକ ପ୍ରକାର କହିକା ଚାଲିଛେ। କିନ୍ତୁ ମନେ ରଖିବାକୁ ହେବ ଯେ ଯେଉଁ ସାଧନା ଚାଲିଛି ପୂର୍ଣ୍ଣଯୋଗର ସଂଜ୍ଞା ମାଧ୍ୟମରେ ଆମେ ଯଦି ତାକୁ ବୁଝିବାକୁ ଚାହିଁବା, ପୂର୍ଣ୍ଣଯୋଗର ଉପଲବ୍ଧି ଅନୁସାରେ ଯଦି ବୁଝିବାକୁ ଚାହିଁବା, ଯେ ପୂର୍ଣ୍ଣଯୋଗରେ ମଣିଷ ମାଧ୍ୟମରେ ଭଗବାନ ହିଁ ସାଧନା କରୁଛନ୍ତି। ଏଇଟା ମା ବହିରେ କହିଛନ୍ତି। ଆସିବା ସେଠୁ ମା ବହିରେ ଶ୍ରୀମନ୍ତ କ'ଣ କହିଲେ ନା ପୂର୍ଣ୍ଣଯୋଗରେ ଭଗବାନ ହିଁ ସାଧକ ଓ ଭଗବାନ ହିଁ ସାଧନା। এই କଥାଟା ଆମେ ସମସ୍ତେ ପଢ଼ିଛେ। ମୁଁ ଯଦି ଭୁଲ ଲୋକ କହୁଥାଏ ମୁଁ କ୍ଷମା ମାଗି କହିବି, କିନ୍ତୁ ଆମେ ଅଧିକାଂଶ ଅନେକ ଦିନ ପର୍ଯ୍ୟନ୍ତ ବୁଝିନଥିଲେ
ଯେ ପୂର୍ଣ୍ଣ ଯୋଗରେ ଭଗବାନ ହିଁ ସାଧକ, ଭଗବାନ ହିଁ ସାଧନା। ତାର ଅର୍ଥ କ'ଣ? ସାଧନା ଯୋଉ ଚାଲିଛି ଏଠି ସାଧକ ମଣିଷ ର ଇଗୋ, ମଣିଷର ଅହଙ୍କାର ନୁହେଁ। କାରଣ ଯେତେବେଳେ ସୃଷ୍ଟି ଯେ ମୂର୍ମଣୁ ଚିନ୍ମୟ ହେବ, ମାଟିରୁ ସୁନାରେ ପରିଣତ ହେବ, ଏହା ପରମଙ୍କର ହେଉଛି ସଂକଳ୍ପ। ସୃଷ୍ଟି ମୃନ୍ମୟରୁ ଚିନ୍ମୟ ହେବ, ଏ କଥା ଭଗବାନ ସଂକଳ୍ପ କରିସାରିଛନ୍ତି। ଏକରୁ ବହୁ ହୋଇଛନ୍ତି, ତାଙ୍କ ଲୀଳା କରିବା ପାଇଁ ଜଗତ ସୃଷ୍ଟି କରିଛନ୍ତି। ତା ମଧ୍ୟରେ ତାଙ୍କର ଶାଶ୍ୱତ ଅଂଶ ଆତ୍ମାଙ୍କୁ ପାର୍ଥିବ ଜଗତରେ ଅବସ୍ଥାପିତ କରିଛନ୍ତି। ଯେହେତୁ ସେ ସଂକଳ୍ପ କରିଛନ୍ତି, କର୍ତ୍ତବ୍ୟ ବି ସେ କରୁଛନ୍ତି, ଆବଶ୍ୟକ ବ୍ୟବସ୍ଥା ବି ସେ କରିଛନ୍ତି। ଭଗବାନ ତ ଛୋଟିଆ କାମର ଦାୟିତ୍ୱ ନେଇନାହାନ୍ତି। ଆମେ ବୁଝିପାରୁନେ, ତାଙ୍କର ବୁଝିବା ଠିକ୍ ଅଛି, ତାଙ୍କ ଦାୟିତ୍ୱ ଠିକ୍ ଅଛି, ତାଙ୍କ କର୍ତ୍ତବ୍ୟ ଠିକ୍ ଅଛି, ସେ ତାଙ୍କ ରୋଲ ନିଭେଇ ଚାଲିଛନ୍ତି। କିନ୍ତୁ ଆମେ ମଣିଷମାନେ ବୁଝିନେ। ତାହେଲେ ତାଙ୍କର ଯେଉଁ ସଂକଳ୍ପ ହେଇଛି, ମୁଁ ଯେଉଁ ଏଇ କଥାଟାକୁ ମେନଲି କହିବାକୁ ଚାହୁଁଛି ଯେ ପୂର୍ଣ୍ଣ ଯୁଗରେ ଭଗବାନ ହିଁ ସାଧକ, ଭଗବାନ ହିଁ ସାଧନା ଯେଉଁ କଥାଟି, ସେଇ କଥାଟିକୁ ଉପରେ ଏତିକି ମୁଁ କହିବାକୁ ଚାହିଁବି ଯେ ପରମ ଯେହେତୁ ସଂକଳ୍ପ କରିଛନ୍ତି, ତାଙ୍କ କର୍ତ୍ତବ୍ୟ ସେ କଲେ, ଆବଶ୍ୟକ ବ୍ୟବସ୍ଥା ବି ସେ କଲେ। ଏମିତି ବୁଝିବା ପରମ ଏକରୁ ବହୁ ହେବାକୁ ଚାହିଁ ଆତ୍ମା ରୂପରେ ଆସିଲେ, ଆତ୍ମାଙ୍କ ପ୍ରଗତି ପାଇଁ ମନ ପ୍ରାଣ ଶରୀର ଦେଲେ। ଏଇ କଥାଟା କେମିତି ଲାଗିବ? ଆମେ ସମସ୍ତେ ପଢୁଛେ, ବୁଝୁଛେ। ଆତ୍ମାଙ୍କ ପ୍ରଗତି ପାଇଁ ମନଟିଏ, ପ୍ରାଣଟିଏ, ଶରୀରଟିଏ ଭଗବାନ ଦେଇଛନ୍ତି, ଯୋଉଟାକୁ ଗୋଟେ ମଣିଷ ରୂପୀ ସତ୍ତା ବୋଲି କହୁଛେ, ମଣିଷ ରୂପ ବୋଲି କହୁଛେ। ତାହେଲେ ଏଇଟା କେତେ ଠିକ୍? ଯଦି ମନ ପ୍ରାଣ ଶରୀର ନଥାନ୍ତେ ଆତ୍ମା ପ୍ରଗତି କରିପାରିବେ କି ନାହିଁ? ଆମେ ଷ୍ଟ୍ରେଟ୍ କହିବା ନା। ବାସ୍ତବିକ ଯଦି ଆଧାର ନଥାନ୍ତା, ଏ ବଡିଟିଏ ନଥାନ୍ତା, ବଡି ସାଙ୍ଗରେ ତାର ପାର୍ଟଟିଏ, ମନଟିଏ ଖଞ୍ଜା ନ ହୋଇଥାନ୍ତା, ପ୍ରାଣଟିଏ ଖଞ୍ଜା ନ ହୋଇଥାନ୍ତା, ତାହେଲେ ଆତ୍ମା କେବେ ବି ପ୍ରୋଗ୍ରେସ କରିପାରି ନଥାନ୍ତେ। ତେଣୁ ପରମ ଯେତେବେଳେ ଦାୟିତ୍ୱ ଦେଲେ, କହିଲେ ଯେ ଏଗୁଡ଼ିକ ରୂପାନ୍ତରିତ ହେବ। କିଏ ରୂପାନ୍ତରିତ ହେବ? ଆତ୍ମା ଯେତେବେଳେ ବିକାଶ ଲାଭ କରିବେ, ଆତ୍ମାଙ୍କ ସହିତ ଆତ୍ମାଙ୍କୁ ଧରି ରଖିଥିବା ଶରୀର ସତ୍ତାଟି ଏବଂ ତାଥିରେ ଖଞ୍ଜା ଯାଇଥିବା ମନ ସତ୍ତାଟି, ପ୍ରାଣ ସତ୍ତାଟି, ସବୁଗୁଡ଼ିକ ସଜା ହେବା ଦରକାର। ଗୋଟେ ଗାଡ଼ିକି ଆମେ ଯେତେବେଳେ ଅଏଲିଂ କରୁଛେ, ତାକୁ ରିନୋଭେସନ ପାଇଁ କ'ଣ ଗୋଟେ କରୁଛେ ଗାଡ଼ିଟାକୁ, ସେତେବେଳେ କ'ଣ ତାର ସବୁ ପାର୍ଟକୁ ଆମେ କେଉଁଠି ଟିକେ କନାରେ ପୋଛି ଦେଉଛେ, କେଉଁଠି ନଟ୍ ବୋଲ୍ଟକୁ ଟିକେ ଘଷିକିରି ସଫା କରିଦେଉଛେ ଇତ୍ୟାଦି। ଠିକ୍ ସେମିତି ଆତ୍ମାଙ୍କୁ ପ୍ରଗତି ପଥରେ ନେଇଯିବା ପାଇଁ ଯେଉଁ ଆଧାରଟିଏ ସେ ଶରୀର ସତ୍ତାଟି ଆସିଲା, ତା ସାଙ୍ଗରେ ଯେଉଁ ମନ ପ୍ରାଣ ରହିଲେ, ଏମାନେ ମଧ୍ୟ ବଦଳିବା ଦରକାର, ଏମାନେ ମଧ୍ୟ ଚେଞ୍ଜ ହେବା ଦରକାର। ଏଇଟା ମଧ୍ୟ ଗୋଟେ ନିହାତି ଦାୟିତ୍ୱପୂର୍ଣ୍ଣ କଥା। ତେଣୁ ପରମ ସନ୍ତୁଷ୍ଟ ନ ହେଇକିରି କ'ଣ କଲେ? ମନ ପ୍ରାଣ ଶରୀରକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ତା ମଧ୍ୟରେ ଆତ୍ମା ବା ଅନ୍ୟ ଭାଷାରେ ସାଇକିକ୍ ବିଙ୍କି ଦେଲେ। କହିଲେ ଏମାନଙ୍କୁ ତୋର ଆତ୍ମାର ଆଲୋକରେ ତୁ ଉଦ୍ଭାସିତ କର। ପରମ ମନ ପ୍ରାଣ ମାନେ ଆତ୍ମାକୁ ଦେଲା ବେଳକୁ ସେତେବେଳେ ତାଙ୍କ ଆବଶ୍ୟକତା ଆଧାର ରୂପେ ଶରୀର ସତ୍ତା ଆସିଲା, ମନ ସତ୍ତା, ପ୍ରାଣ ସତ୍ତା ତାଙ୍କୁ ସପୋର୍ଟ ଦେଲେ। ଏଇ ଯେଉଁ କଥା କହିଲେ, ତାଙ୍କର ଦାୟିତ୍ୱ ରହିଲା ଯେ ସେ କେମିତି ଏଗୁଡ଼ିକୁ ବି ଚେଞ୍ଜ କରିବେ, ରୂପାନ୍ତରିତ କରିବେ, ବଦଳେଇବେ। ତା ନହେଲେ କେମିତି ପ୍ରୋଗ୍ରେସ କରିବେ? ଏମାନେ ସାଥ ନଦେଲେ ଆତ୍ମା କେମିତି ପ୍ରୋଗ୍ରେସ କରିବେ, ଏମାନେ ଯଦି ତାଙ୍କ ଅବସ୍ଥାରେ ରହିଯିବେ? ତେଣୁ ଉଦ୍ଭାସିତ ବା ସେଇ ଯେଉଁ ଉଦ୍ଭାସିତ କରିବା ପାଇଁ ପରମ ଦାୟିତ୍ୱ ନେଲେ, ଉଦ୍ଭାସିତ କରିବା ପାଇଁ ଆତ୍ମାକୁ ଯେତେବେଳେ କହିଲେ, ସେଇ ଉଦ୍ଭାସିତ ପ୍ରକ୍ରିୟାର ଅନ୍ୟ ନାମକୁ ଆମେ କହିଲେ ସାଧନା। ଏଇଟା ଆଲୋକିତ ହେବ, ମନ ପ୍ରାଣ ଶରୀର ଆଲୋକିତ ହେବ, ରୂପାନ୍ତରିତ ହେବ, ବଦଳିବ। ସେଇ ବଦଳିବା କାର୍ଯ୍ୟକୁ ଅନ୍ୟ ନାମକୁ ଆମେ କହୁଛେ ସାଧନା। ତେବେ ସାଧନା କଲା କିଏ? ଆମେ କହୁଛେ ଆମେ ସାଧନା କରୁଛେ, ଆମେ ବି କହୁଛେ
ଆମେ କହୁଛେ, ଆମେ ବି ଅତୀତରେ କହି ଆସିଥିଲେ, ବର୍ଷ ତଳେ କହୁଥିଲେ, 6 ମାସ ତଳେ କହୁଥିଲେ, 6 ବର୍ଷ ତଳେ କହୁଥିଲେ, ଆମେ ସାଧକ, ଆମେ ସାଧନା କରୁଛେ, ଠିକ୍ ଅଛି, ସେଥିରେ ଆମର କିଛି ବିରକ୍ତି ନାହିଁ। କିନ୍ତୁ ବାସ୍ତବିକ ସେ ଏଇ ଯୋଉ ଦାୟିତ୍ୱଟିକୁ ଯୋଉ ମନପ୍ରାଣ ଶରୀରକୁ ବଦଳେଇବା ପାଇଁ ଦାୟିତ୍ୱ ନେଇଛନ୍ତି କିଏ ନା ଆତ୍ମା। କାରଣ ଯେଉଁ ଆଲୋକମୟ ସତ୍ତାଟିକୁ ସେ ଛାଡ଼ିଲେ ଭଗବାନ ମନପ୍ରାଣ ଶରୀର ଭିତରେ, ସେଇ ସତ୍ତା ଯିଏକି ଆତ୍ମସତ୍ତା, ଚୈତ୍ୟ ସତ୍ତା, ସୋଲ୍, ସାଇକିକ୍ ବିଙ୍ଗ ଯାହା କୁହନ୍ତୁ। ତେଣୁ ସେ ହେଉଛନ୍ତି କିଏ ନା ପରମାତ୍ମାଙ୍କର ଅଂଶ, ଅନ୍ତରସ୍ଥ ଚିତ୍ ପୁରୁଷ। ଆମ ଅନ୍ତରସ୍ଥ ଚିତ୍ ପୁରୁଷ ହେଉଛନ୍ତି ଆତ୍ମା, ଏବଂ ସେଇ ଚିତ୍ ପୁରୁଷ ଆସିଲେ କୋଉଠୁ ନା ପରମାତ୍ମାଙ୍କ ଘର ଆସିଲେ। ଦାୟିତ୍ୱ କ'ଣ ଦେଲେ ନା ମନପ୍ରାଣ ଶରୀରକୁ ବଦଳେଇବେ। କାରଣ ସେ ଯଦି ମନପ୍ରାଣ ଶରୀର ନ ବଦଳିବେ ତାହେଲେ ଆତ୍ମାଙ୍କର ବିକାଶ ହେବନି, ଆତ୍ମା ଆଉ ପରିବର୍ତ୍ତନ ଚେଞ୍ଜ ହେଇପାରିବେ ନାହିଁ, ତାଙ୍କୁ ଆତ୍ମାଙ୍କର ଏକ୍ସପିରିଏନ୍ସ ଦରକାର। ତେଣୁ ଯେହେତୁ ଏଇ କାମଟାକୁ ଆତ୍ମା ରୂପରେ ଏଇ କାମଟିକୁ କରିବା ପାଇଁ ପରମ ବ୍ରହ୍ମ ଆତ୍ମାକୁ ଛାଡ଼ିଲେ, ତାହେଲେ ସାଧନା କଲେ କିଏ? ସାଧନା କଲେ ଭଗବାନ ବା ପରମ ବ୍ରହ୍ମ କଲେ। କାହା ମାଧ୍ୟମରେ? ଆତ୍ମା ମାଧ୍ୟମରେ। ତାହେଲେ ମଣିଷ କ'ଣ କଲା ଏଠି? ତେଣୁ ମଣିଷ କେବେ ବି ସାଧନା କରୁନି। ସାଧନା କରୁଛନ୍ତି ସ୍ୱୟଂ ପରମ ବ୍ରହ୍ମ ଆତ୍ମା ରୂପରେ। କାରଣ ସିଏ ହେଲେ ସାଧନା, ତେବେ ସାଧକ ହେଲେ ମଧ୍ୟ ସେ। କାରଣ ସେଇ ସାଧକ ଯିଏକି ପରମା ଶକ୍ତିଙ୍କ ଠାରୁ ଉଦ୍ଗତ ଜ୍ୟୋତିର୍ମୟ ପୁରୁଷ, ଦିବ୍ୟ ଜନଙ୍କର ସ୍ୱରୂପ ଶକ୍ତି। ଆମ ଭିତରେ ଚୈତ୍ୟ ସତ୍ତା ରୂପରେ, ଆତ୍ମା ରୂପରେ କିଏ ରହିଛନ୍ତି ନା ପରମା ଶକ୍ତିଙ୍କ ଠାରୁ ଉଦ୍ଗତ ଜ୍ୟୋତିର୍ମୟ ପୁରୁଷ, ଦିବ୍ୟଜନଙ୍କ ସ୍ୱରୂପ ଶକ୍ତି। ଆଉ ଆମେ ସାଧନା କରୁଛୁ କଥାଟା କହିବାଟା କେବଳ ହମିକା। ତେଣୁ ମଣିଷର ଦାୟିତ୍ୱ ଯଦିଓ ଅଛି, କିନ୍ତୁ ଯଦି ଅନ୍ୟ ଦୃଷ୍ଟିରେ ଦେଖାଯାଏ ତାହା ହେଉଛି ନଗଣ୍ୟ। ତାହେଲେ ମଣିଷକୁ କ'ଣ କରିବା ପାଇଁ ପଡ଼ିବ? ସେଇ ମା ଭୟରେ ପୁଣି କହିଲେ ଆମକୁ ଚାହିଁବାକୁ ପଡ଼ିବ, ଅଭିଷ୍ଠା କରିବାକୁ ପଡ଼ିବ, ଆମକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ, ଆମକୁ ସମର୍ପଣ କରିବା ପାଇଁ ପଡ଼ିବ। କ'ଣ କ'ଣ ଅଭିଷ୍ଠା କରିବା ପାଇଁ ପଡ଼ିବ, କ'ଣ କ'ଣ ପ୍ରତ୍ୟାଖ୍ୟାନ କରିବା ପାଇଁ ପଡ଼ିବ, କ'ଣ କ'ଣ ସମର୍ପଣ କରିବା ପାଇଁ ପଡ଼ିବ? ମା ବହିରେ ଆମେ ଲକ୍ଷ ଲକ୍ଷ ଥର ପଢ଼ିଲେଣି, ହଜାର ହଜାର ମୁଁ କହୁନି, ଆଉ ଲକ୍ଷ ଲକ୍ଷ ଥର ପଢ଼ିଲେଣି। କି କେତେ ଥର ପଢ଼ିଥିବ ମୁଁ ଜାଣିନି, ବଟ୍ ଆମେ ଏପର୍ଯ୍ୟନ୍ତ ବୁଝିନେ ଆମେ କ'ଣ ଅଭିପ୍ସା କରିବା, କ'ଣ ପ୍ରତ୍ୟାଖ୍ୟାନ କରିବା, କ'ଣ ସମର୍ପଣ କରିବା। ସେଟାକୁ ଯିବାନି, ସମୟ ଆମର କମ୍। ଏଇ ଟିକେ ଅଭିପ୍ସା କରିବା, ଟିକେ ପ୍ରତ୍ୟାଖ୍ୟାନ କରିବା, ଟିକେ ସମର୍ପଣ କଥାକୁ ଶ୍ରୀ ଅରବିନ୍ଦ କହିଲେ, ତା ପାଇଁ ମଧ୍ୟ ଆମର କେତେ ବାର୍ଗେନିଂ, କେତେ ବ୍ଲାକମେଲ ବି ଆମେ ଭଗବାନଙ୍କୁ କରୁଛେ, କେତେ କଣ୍ଡିସନ ସର୍ତ୍ତ ରଖୁଛେ। କିନ୍ତୁ ମନେ ରଖିବାକୁ ହେବ ପରମା ଦିବ୍ୟ ଜନନୀଙ୍କ ପ୍ରଦତ୍ତ ଅମୂଲ୍ୟ ସମ୍ପଦ ଯେଉଁ ଚୈତ୍ୟ ସତ୍ତା, ମନୀଷ ମଧ୍ୟରେ ବିବର୍ତ୍ତନର କ୍ରମ ବିକାଶ ଧାରାରେ ବହୁ ଜନ୍ମର ସାଧନାରେ ତାଙ୍କରି କୃପା ହେତୁ ଏଠି ଅବସ୍ଥାପିତ ହୋଇଛି, କାର୍ଯ୍ୟ କରି ଚାଲିଛି। ଏହା ଭଗବାନଙ୍କର ଅନବଦ୍ୟ କରୁଣା ଛଡ଼ା ଆଉ କ'ଣ ଆମେ କହିପାରିବା? କଥାଟିକୁ ବୁଝିବା। ପରମା ଦିବ୍ୟ ଜନନୀଙ୍କର ପ୍ରଦତ୍ତ ଅମୂଲ୍ୟ ସମ୍ପଦ ହେଉଛନ୍ତି ଚୈତ୍ୟ ସତ୍ତା। ସେ ବିକାଶ ଧାରାରେ ବହୁ ଜନ୍ମ ସାଧନା କରି କରି, ବହୁ ଜନ୍ମ ଅତିକ୍ରାନ୍ତ କରି, କାହା ହେତୁ? ତାଙ୍କରି କୃପା ହେତୁ, ସେଇ ପରମାଜନୀଙ୍କ କୃପା ହେତୁ ଏଠି ଅବସ୍ଥାପିତ ହୋଇଛନ୍ତି, କାର୍ଯ୍ୟ କରୁଛନ୍ତି। ଏଇଟାକୁ ଆମେ କହିବା ପରମଙ୍କର ବା ପରମ ଜନ୍ମ, ଯେହେତୁ କାର୍ଯ୍ୟକାରୀ ଶକ୍ତି ହେଉଛନ୍ତି ବା ଆମେ କହିବା ପରମା ଜନନୀଙ୍କର ଅହେତିକ ଅଯାଚିତ ଅନବଦ୍ୟ କରୁଣା। ଛୋଟିଆ କଥା ନୁହେଁ। ତେଣୁ ପୂର୍ଣ୍ଣ ଯୁଗରେ ଯେଉଁ ମଣିଷ ରୂପୀ ସତ୍ତାଟିର ଦାୟିତ୍ୱ ହେଉଛି, ଯେଉଁ ମହାନ ଓ ଦୁରୂହ କାର୍ଯ୍ୟଟି ଆମମାନଙ୍କର ସିଦ୍ଧିର ଲକ୍ଷ୍ୟ, ତା ପ୍ରତି ଅଖଣ୍ଡ ଆସ୍ପୃହାଶୀଳ ହେବା, ଯୋଗ ବିରୋଧୀ ସକଳ ତତ୍ତ୍ୱକୁ ସତ୍ତାମାନଙ୍କ ମଧ୍ୟରୁ ପ୍ରତ୍ୟାଖ୍ୟାନ କରି ଚାଲିବା ଓ ପରିପୂର୍ଣ୍ଣ ଭାବେ ସକଳ ସମୟରେ ସକଳ ଅବସ୍ଥାରେ ପରମା ଜନନୀଙ୍କ ଶ୍ରୀଚରଣରେ ଆତ୍ମସମର୍ପଣ କରିବା। ଏଇଟା ମା ବହିରେ ଆମେ ବହୁତ ଥର ପଢ଼ିଛେ। ଆମେ ଆସ୍ପୃହାଶୀଳ ହେବା, ଆମକୁ ଯେଉଁ ଦୁରୂହ ମହାନ କାର୍ଯ୍ୟଟି ଆମକୁ ଦିଆଯାଇଛି, ଆମେ ମା ବହିରେ ଯେଉଁ ପଢ଼ିଛେ, ଯେଉଁ ମହାନ ଓ ଦୁରୂହ କାର୍ଯ୍ୟଟି ଆମକୁ ସାଧନାର ଲକ୍ଷ୍ୟ, ତା ଦୁଇଟି ଶକ୍ତି ସାହାଯ୍ୟରେ ସମ୍ପନ୍ନ ହୋଇପାରେ। ଗୋଟିଏ ହେଲା ନିମ୍ନରୁ ଆବାହନ କରି ଯେଉଁ ସ୍ଥିର ପ୍ରତି ଆସ୍ପୃହା, ଏବଂ ଉପରୁ ଉତ୍ତର ଦିଏ ଯେଉଁ ପରମ ଭାଗବତ କରୁଣା। ଏଇଟା ଆମେ ଜାଣିଛେ। ତାହେଲେ ଆମ ସତ୍ତା ଭିତରେ ଯୋଗ ବିରୋଧୀ
ଭଗବାନ ସହିତ ଯୁକ୍ତ ହେବା ପାଇଁ ଯେଉଁ ଅବସ୍ଥା ଗୁଡ଼ିକ, ଯେଉଁ ତତ୍ତ୍ୱ ଗୁଡ଼ିକ ଆମକୁ ଭଗବାନଠାରୁ ଅଲଗା କରୁଛନ୍ତି, ଭଗବାନଙ୍କ ଲକ୍ଷ୍ୟ ପୂରଣରେ ବା ଯୋଗ ବିରୋଧୀ କାର୍ଯ୍ୟ କରୁଛନ୍ତି, ସେ ତତ୍ତ୍ୱକୁ ଆମେ ପ୍ରତ୍ୟାଖ୍ୟାନ କରିବା। ପରିପୂର୍ଣ୍ଣ ଭାବେ ଆମେ କ'ଣ କରିବା? ସକଳ ସମୟରେ, ପ୍ରତ୍ୟେକ ମୁହୂର୍ତ୍ତରେ, ସକଳ ଅବସ୍ଥାରେ ମାଙ୍କ ପାଖରେ ଆତ୍ମସମର୍ପଣ କରିବା। ତାହେଲେ ପୂର୍ଣ୍ଣ ଯୋଗର ଯେଉଁ ଲକ୍ଷ୍ୟ ତାକୁ ସାଧନ କରିବାରେ, ତାକୁ ହାସଲ କରିବାରେ ଆମେ ସମର୍ଥ ହୋଇପାରିବା। ଏହା ହିଁ ହେଉଛି ମଣିଷର ଦାୟିତ୍ୱ। ଦାୟିତ୍ୱ ଦେବ କିଏ? ନା ଯିଏ ସେଇଭଳି ଆଧାର, ଯିଏ ସେଇଭଳି ଆଧାରଟିଏ ହେଇଥିବ ସିଏ ହିଁ ନେଇପାରିବ। ଏଇ ହିଂସା, ଦ୍ୱେଷ, କାମନା ବାସନା ପରିପୂର୍ଣ୍ଣ ରାଗ, ହିଂସା ଭର୍ତ୍ତି ହୋଇ ରହିଥିବା କର୍ତ୍ତବ୍ୟାକ୍ତ ମଣିଷଟିଏ ଏସବୁ ଦାୟିତ୍ୱ ନେଇପାରିବ ନାହିଁ। କିଏ ନେବ? ନା ଯିଏ ସିଏ ହେଇଥିବ। ଯେମିତି ଆମେ କଥାଟି କହିପାରିବା, ଗୋଟିଏ ଗୋଟେ ନିଆଁ ଖଣ୍ଡକୁ ଗୋଟେ କାଠ ପାତ୍ର ରଖିଲେ ଯେମିତି କାଠ ପାତ୍ର ଜଳିଯିବ, ତାକୁ ଯେମିତି ଦରକାର ଗୋଟେ ଲୁହା ପାତ୍ର ଦରକାର କି ସୁନା ପାତ୍ର ଦରକାର, ଠିକ୍ ସେମିତି ଯଦି ଆଧାର ଠିକ୍ ନ ରହିବ ତାହେଲେ ସେ ଧାରଣ କରିବ କେମିତି? ସେ ଶକ୍ତିକି ଧାରଣ କରିବ କେମିତି? କାଗଜ ପାତ୍ରରେ ଆମେ କ'ଣ ଜଳ ଗ୍ରହଣ କରିପାରିବା? ତେଣୁ ଆମକୁ ଲୁହା ପାତ୍ର ହେବା ପାଇଁ ପଡ଼ିବ, ସୁନା ପାତ୍ର ହେବା ପାଇଁ ପଡ଼ିବ। ଶୁଦ୍ଧତା ଭିତରେ ଯାହା ଯୋଗ ବିରୋଧୀ କାର୍ଯ୍ୟ ତାକୁ ଆମକୁ ତ୍ୟାଗ କରିବା ପାଇଁ ପଡ଼ିବ। ଏଇଟା ହେଉଛି ମଣିଷର ଗୋଟେ ସବୁଠୁ ବଡ଼ ଦାୟିତ୍ୱ, ଯେ ଆତ୍ମଶୁଦ୍ଧି ସେ ପ୍ରାପ୍ତ ହେବ। ଆତ୍ମଶୁଦ୍ଧି, ଆତ୍ମ ଉପଲବ୍ଧ, ତାର ଆତ୍ମଶୁଦ୍ଧି ନହେଲେ ସେ ଅନ୍ୟକୁ କେବେ ବି ଗୋଟେ ଜିନିଷ କହିବା ପାଇଁ ତାର କୌଣସି ଅଧିକାର ନାହିଁ। ମଣିଷର କୌଣସି ଅଧିକାର ନାହିଁ। ମଣିଷ ଆଜି ଯୋଉଠି ପହଞ୍ଚି, ଯୋଉ ଜୀବନ ବଞ୍ଚୁଛି, ତାକୁ ମୁଖ୍ୟତଃ ଆମେ ତିନିଟି ଭାଗରେ ବିଭକ୍ତ କରିପାରିବା। ଗୋଟିଏ ହେଲା ଶରୀରଧର୍ମୀ ଜୀବନ। ମଣିଷ ଯୋଉ ଜୀବନ ବଞ୍ଚୁଛି ମୁଖ୍ୟତଃ ତାକୁ ଆମେ ତିନୋଟି ଭାବରେ ବିଭକ୍ତ କରି କଥାଟା କହିପାରିବା। ଗୋଟିଏ ହେଉଛି ଶରୀରଧର୍ମୀ ଜୀବନ, ଗୋଟେ ହେଉଛି ମନୋଗତ ଜୀବନ, ଆଉ ଗୋଟେ ହେଉଛି ଆଧ୍ୟାତ୍ମିକ ଜୀବନ। এই তিনোটি জীবন পাখକୁ ଆମେ ଆସିକି ପହଞ୍ଚାଇଛେ। କିଛି ବ୍ୟକ୍ତି ବିଶେଷ ଆଧ୍ୟାତ୍ମିକ ଜୀବନ ବଞ୍ଚୁଛନ୍ତି, କିଛି ବ୍ୟକ୍ତି ବିଶେଷ ମନୋଗତ ଜୀବନ ବଞ୍ଚୁଛନ୍ତି, କିଛି ବ୍ୟକ୍ତି ବିଶେଷ ଶରୀର ଜୀବନ ବଞ୍ଚୁଛନ୍ତି। ତେଣୁ ସଂକ୍ଷେପରେ ଯଦି ଆମେ এই ଆଲୋଚନା ଗୁଡ଼ିକୁ କହିବା, କାରଣ ସମୟ ପରିମିଟ କରିବନି, ସଂକ୍ଷେପରେ ଯଦି ଟିକେ ଆଲୋଚନା କରିବା, ତେବେ ଆମେ ଜୀବନକୁ ଯଦି ପରଖି ନେବା, ନିଜକୁ ପଚାରିବା ଆମେ କେଉଁ ପ୍ରକାର ଜୀବନରେ ଆସି ପହଞ୍ଚେ, କେଉଁ ପ୍ରକାର ଜୀବନ ଆମେ ବାଛିଛେ, କେଉଁ ପ୍ରକାର ଜୀବନ ଆମେ ଏଠି କେଉଁ ପ୍ରକାର ଜୀବନ ଏପିସୋଡ ଆମେ ବଞ୍ଚୁଛେ। ପ୍ରଥମେ ଦେଖିବା ଯେଉଁ କଥା କୁହାଗଲା ଯେ ଶରୀରଧର୍ମୀ ଜୀବନ। ଶରୀରଧର୍ମୀ ଜୀବନ କ'ଣ? ନା এই ଶରୀରଧର୍ମୀ ଜୀବନ ବଞ୍ଚୁଥିବା ମଣିଷର କାମ ହେଲା ସେ ଶରୀର ତଥା ଜଡ଼କୁ ଏକମାତ୍ର ସତ୍ୟ ବୋଲି ଭାବିଥାଏ। ସେ ଭାବୁଥାଏ ଯେ ମୋର ସୁନ୍ଦର ଶରୀରଟି ଅଛି, ମୁଁ ଯାହା ଚାହୁଁଛି ତାହା କରି ପକାଉଛି, ମୋ ଇଚ୍ଛା ମୋତେ କିଛି କାର୍ଯ୍ୟ ହେଉଛି, ତେଣୁ ସେ ତାକୁ ସତ୍ୟ ବୋଲି ଗ୍ରହଣ କରିଥାଏ, ପ୍ରାଧାନ୍ୟ ଦେଇଥାଏ। ଶରୀରର ପୁଷ୍ଟି, ଶରୀରର ସୁରକ୍ଷା ଓ ନିରାପତ୍ତା ତାର ଏକମାତ୍ର ଲକ୍ଷ୍ୟ ହୋଇଥାଏ। ଶରୀରଧର୍ମୀ ଜୀବନ ଯେଉଁମାନେ ବଞ୍ଚିଥାନ୍ତି, ଶରୀର ଓ ପ୍ରାଣର ତୃପ୍ତି ପାଇଁ ଭୌତିକ ସୁଖର ଅନ୍ୱେଷଣ ସେମାନେ କରିଥାନ୍ତି। ବିକାଶ କହିଲେ ସେ ବୁଝିଥାଏ ଭୌତିକ ବିକାଶ। ପରିବର୍ତ୍ତନଟାକୁ ଗ୍ରହଣ ନ କରି ଗତାନୁଗତାକୁ ସେ ରକ୍ଷଣଶୀଳ ମନୋଭାବକୁ ଗ୍ରହଣ କରେ। ପରିବର୍ତ୍ତନ ତା ପାଇଁ ଜମା ଦରକାର ନାହିଁ। ସେ ଭାବେ ମୁଁ ଯେମିତି ଅଛି, ଯୋଉଠି ଅଛି ମୁଁ ଠିକ ଅଛି। ଏଇ ଟାଇପର ମଣିଷ ସଂସାରରେ ବି ଅଛନ୍ତି। ଜଡ଼ର ସ୍ଥାଣୁତା, ତାମସିକତା ଓ ଅଜ୍ଞାନତା ଦ୍ୱାରା ତାର ଚେତନା ଆଚ୍ଛନ୍ନ ହୋଇଥାଏ ଏବଂ ଆକ୍ରାନ୍ତ ହୋଇଥାଏ। ସେ ସବୁବେଳେ ନିଜ ଚେତନାରେ ଥାଏ, ତା ନିଜ ଚିନ୍ତାଧାରାରେ ଥାଏ, ନିଜ ଜାଗାରେ ସେ କହେ ମୁଁ ଯାହା କରୁଛି, ମୁଁ ଯେମିତି ଅଛି, ମୁଁ ଯେମିତି ବଞ୍ଚୁଛି, ମୋ ଜାଗା ମୋ ପାଇଁ ଠିକ ଅଛି। ଘୁଷୁରୀ ଯେମିତି କହେ ମୁଁ ପଙ୍କ ଭିତରେ ମୋର ଆବୁରୁ ଜାବୁରୁ ହଉଥିବି, ଘୋଷାରି ହଉଥିବି, ସେ ତା ଜାଗା ତା ପାଇଁ ଠିକ। ତାକୁ ସଫାସୁତୁରା, ସଫା ପୋଖରୀ, ସଫା ପାଣି ତା ପାଇଁ ଆବଶ୍ୟକ ନାହିଁ। ଠିକ ସେମିତି ଶରୀର ଧର୍ମୀ ମଣିଷ, ଜୀବନ ବଞ୍ଚୁଥିବା ମଣିଷଟି
ତା ଜାଗାରେ ସେ ତାକୁ ଜଷ୍ଟିଫାଏ କରେ। ତାପରେ ଆମେ ଆସିବା, ସେ କ'ଣ କରେ ନା ତା ଶରୀରକୁ ଆକର୍ଷଣ କରେ, ତା ବାହ୍ୟ ଜୀବନକୁ ସୁନ୍ଦର କରି ଗଢ଼ି ତୋଳେ। ଆଉ ସମୟ କମ୍, ଆଉ ଗୋଟେ ଦିନ ଉଦାହରଣ ଦେବା ପାଇଁ ଚାହୁଁଥିଲି, ଉଦାହରଣ ଦେଇ ହେବନି। ତାପରେ ଦ୍ୱିତୀୟ ପ୍ରକାର ଜୀବନ ଯାହାର ହେଲା, ସେଟା ହେଲା ମନୋଗତ ଜୀବନ। ଏହି ପ୍ରକାର ଜୀବନ ବଞ୍ଚୁଥିବା ମଣିଷ ମନରେ ପରିବର୍ତ୍ତନ, ଆତ୍ମପ୍ରସାରଣ ଓ ଆତ୍ମ ଉନ୍ନୟନ ଏହି ଭାବ ଉଦ୍ରେକ ହୁଏ। ସେ କ'ଣ କରେ, ସେମାନେ ଚେଞ୍ଜେସ୍ ପାଇଁ ଚାହୁଁଥାନ୍ତି, ହାଇଁ ପାଇଁ ହେଉଥାନ୍ତି। ମନୋଗତ ଜୀବନ ବଞ୍ଚୁଥିବା ମଣିଷଟିଏ ଗୋଟେ ଚେଞ୍ଜେସ୍ ଆସୁ ତା ଭିତରେ ସେ ଚାହୁଁଥାଏ, ବାଟ ଖୋଜୁଥାଏ। ଏହି ବ୍ୟକ୍ତି ବିଶେଷଙ୍କ ମନ ଅଧିକରୁ ଅଧିକ ପରିପୂର୍ଣ୍ଣ ପ୍ରାପ୍ତ କରିବାର ବିଶ୍ୱାସ ରଖିଥାଏ। ମୁଁ ଯଦି ଭୁଲ କହୁଥାଏ, ମୁଁ ଭାବିବି ଆମେ ସବୁ ଏଇ କାଟାଗୋରୀରେ ଯିବା। ଆମର ଇଚ୍ଛା ହେଉଛି ନା ଆଉ ଟିକେ ଜାଣନ୍ତି, ଆଉ ଟିକେ ବୁଝନ୍ତି, ଆଉ ଟିକେ ଆଗକୁ ଯାଆନ୍ତି, ମୋର କିଛି ପରିବର୍ତ୍ତନ ହୁଅନ୍ତା। ଏସବୁ ଜିନିଷ ଆମେ ଚାହୁଁଛେ ପ୍ରଗତି କରିବାକୁ, ଚେଞ୍ଜ କରି ହେବାକୁ, ଡେଭଲପ୍ ହେବା ପାଇଁ। ଆମ ଭିତରେ ସବୁ ସମୟରେ ବା ଏଇଭଳି ମଣିଷମାନଙ୍କ, ମନୋଗତ ଜୀବନ ବଞ୍ଚୁଥିବା ମଣିଷମାନଙ୍କ ଭିତରେ ପ୍ରେରଣା ଆସିଥାଏ। ଏହି ଚେତନାର ମଣିଷ ପରିବର୍ତ୍ତନର ପ୍ରଥମ ପାହାଚ ସ୍ୱରୂପ ନୈତିକତାକୁ ପ୍ରାଧାନ୍ୟ ଦେଇଥାଏ। କିଛି ନୀତି ନୈତିକତା ଭିତରେ ଆମେ ବି ଏବେ ଅଛେ, ଏବେ ବି ଆମେ କ'ଣ ସବୁ ନୀତି ନୈତିକତା ଛାଡ଼ିଛେ? ଆମେ ଛାଡ଼ିନେ। ଦ୍ୱିତୀୟ ସୋପାନ ସ୍ୱରୂପ ସାମାଜିକ ଜୀବନରେ କଳା, ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ ସାମାଜିକ ପ୍ରଗତି କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା ବା ଉଦ୍ୟମ ଜାରି ରଖିଥାଏ। ଆମେ କିଛି ଗୋଟେ ଭଲ କାମ କରିଦେଇକିରି ଆମେ କ'ଣ କରୁଛେ, ଆମେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନାଇଁ ଗୋଟେ ଗତାନୁଗତିକ ଚିନ୍ତା ଠାରୁ, ଗତାନୁଗତ ଧାରଣା ଠାରୁ ଆମେ ମାନେ କ'ଣ କରିଦେବା, ମଣିଷମାନେ, ଯେଉଁ ମଣିଷମାନେ ଟିକେ ଆଗକୁ ଯିବା ପାଇଁ ବାହାରିଥାନ୍ତି, ସେମାନେ ଯିବେ ଏଇ ମନୋଗତ ଜୀବନଧର୍ମୀ ମଣିଷର କାଟାଗୋରୀ। ଶୃଙ୍ଖଳିତ ରହିବାକୁ ସେମାନେ ଆକାଂକ୍ଷା କରିଥାନ୍ତି। ପ୍ରୋଗ୍ରେସ୍ କରିବାକୁ ଚିନ୍ତା କଲେ ସେ ବ୍ୟକ୍ତି ସାମୂହିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଓ ଆଦର୍ଶ ଭିତରେ ସବୁ କଥାକୁ ବିଚାରକୁ ନେଇଥାଏ। ଏହି ଶ୍ରେଣୀୟ ବ୍ୟକ୍ତିମାନେ ସବୁବେଳେ ଚାହିଁଥାନ୍ତି ଯେ ଗୋଟେ ତାଙ୍କର ସେ ବ୍ୟକ୍ତିଗତ ବିକାଶ ହେଉ, ସାମୂହିକ ବିକାଶ ହେଉ, ଏଇଭଳି ଗୋଟେ ତାଙ୍କ ଭିତରେ ଗୋଟେ ପ୍ରେରଣା ଜାଗ୍ରତ ହେଉଥାଏ ଯେ ନାଇଁ କିଛି ଚେଞ୍ଜେସ୍ ହଉ, ମୁଁ କିଛି ଚେଞ୍ଜ ହେବି, ମୁଁ କିଛି ଗୋଟେ କରିବି। ଏଇଟା ହେଲା ଏଇସବୁ ଜିନିଷ ଗୁଡ଼ାକ ଆମେ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ବିଶେଷ ଭାବରେ ମାନେ ଡେଭଲପ୍ କରିଛି। ସେମାନେ ପ୍ରଗତି ପାଇଁ ଚାହୁଁଛନ୍ତି କିନ୍ତୁ ପ୍ରଗତି କରିପାରୁନାହାନ୍ତି ଏଇଥିପାଇଁ ଯେ ତାଙ୍କର ଆଧ୍ୟାତ୍ମିକତା ତାଙ୍କ ପାଖରେ ଅଭାବ ରହିଛି। ସେ ଯେଉଁ ସେମାନେ ଭାବନ୍ତି ଯେ ଯେଉଁ ୟୁରୋପୀୟ ଗୋଷ୍ଠୀ ସଫଳ ବା ୟୁରୋପୀୟ ରାଷ୍ଟ୍ରର କଥା କୁହାଯାଉଛି, ସେ ବିଷୟରେ କହିଛନ୍ତି ଯେ ଏଗୁଡ଼ାକ ପ୍ରାୟ ୟୁରୋପରେ ସେମାନେ ଗୋଟେ ଚେଞ୍ଜେସ୍ ପାଇଁ ଚାହିଁଥାନ୍ତି। ଗୋଟେ ଭୌତିକ ଜୀବନଟା ଗୋଟେ ନର୍ମାଲ ଜୀବନ, କିନ୍ତୁ ଭୌତିକ ଜୀବନ ଗୋଟେ ଚେଞ୍ଜେସ୍ ସେମାନେ ଚାହିଁଥାନ୍ତି। କିଛି ଆବିଷ୍କାର କରିବା, ଗୋଟେ କିଛି ଅର୍ଗାନାଇଜ୍ କରିକିରି ଗୋଟେ ନୂଆ ଜିନିଷ କରେଇବା, ବଡ଼ ବଡ଼ କ'ଣ ଟେକ୍ନୋଲୋଜିର କାର୍ଯ୍ୟ କରେଇବା, ଏଇଟା ତା ମନସ୍ତରରେ ଟିକେ ଡେଭଲପ୍ ହେଇକିରି ସେ କାମଗୁଡ଼ାକ ସେ କରିଥାନ୍ତି। ତେଣୁ ଏଇଟାକୁ ଶ୍ରୀଅରବିନ୍ଦଙ୍କ ଭାଷାରେ କହୁଛନ୍ତି ଜଡ଼ ଉପରେ ଏକ ଅନ୍ୟତମ ବୃହତ୍ତର ବିଜୟ ବୋଲି ଆମେ ବିଚାର କରିପାରିବା। ଆଚ୍ଛା, ଆଉ ସମୟକୁ ଦେଖି ଆମେ ସାରିଦେବା। ତୃତୀୟ ଶ୍ରେଣୀ ବ୍ୟକ୍ତି ବିଶେଷ ହେଉଛନ୍ତି ତାକୁ ଆମେ ଯେଉଁଟା କହୁଛେ ଆଧ୍ୟାତ୍ମିକ ଜୀବନଧର୍ମୀ ମଣିଷ। ଏମାନଙ୍କ ମନରେ କ'ଣ ଥାଏ? ଏମାନଙ୍କ ଜୀବନ ଥାଏ ଆତ୍ମା ଓ ଈଶ୍ୱରଙ୍କୁ ନେଇ ଗତିଶୀଳ ହୋଇଥାଏ, ବା ଆତ୍ମା ଓ ଈଶ୍ୱରଙ୍କ ପ୍ରତି ସେମାନେ ସବୁବେଳେ ଅନୁରକ୍ତ ହୋଇଥାନ୍ତି। ଆଉ ତାଙ୍କର କୋଉଠି ଦୃଷ୍ଟି ନଥାଏ। ଏହା ପ୍ରାୟତଃ ଏକ ଆନ୍ତର ଜୀବନ ସେମାନଙ୍କର ଥାଏ। ଏହି ଜୀବନରେ ବ୍ୟକ୍ତି ନିଜ ସତ୍ତାରେ ଗଭୀରତମ ପ୍ରଦେଶରେ ଲୁକ୍କାୟିତ ଓ ଅବଗୁଣ୍ଠିତ ହୋଇ ରହିଥିବା ପରମ ସତ୍ତାଙ୍କୁ ଆସ୍ଫୁରା କରିଥାନ୍ତି। ଏଇଟା ବୁଝି ହେଉଛି। ତେଣୁ ବିଶେଷ ଆମକୁ ଏ ନାହିଁ, ଭିତରେ ଭିତରେ ତାଙ୍କର ଗୋଟେ ତାଙ୍କ ଭିତରେ ଗୋଟେ ଅଭାବ ଆସୁଥାଏ। ଯେତେ ପରିତୃପ୍ତି ବା ସନ୍ତୁଷ୍ଟି ଆସୁଥାଏ, ସେ କହୁଥାନ୍ତି ତାଙ୍କୁ ଯେଉଁଟା କୁହାଯାଏ ଡିଭାଇନ୍ ଡିସକଣ୍ଟେଣ୍ଟମେଣ୍ଟ, ଆମେ ଗୋଟେ ଦିବ୍ୟ ଅସନ୍ତୋଷ ତାଙ୍କ ଭିତରେ ସବୁ ଲାଗି ରହିଥାଏ। ସେମାନେ ପରମ ଭଗବାନଙ୍କୁ ଆସ୍ଫୁରା କରନ୍ତି, ଆରାଧନା କରନ୍ତି ଓ ତାଙ୍କରି ପ୍ରଭାବ ଓ ପ୍ରେରଣାରେ ଜୀବନକୁ ପରିଚାଳିତ କରନ୍ତି। ଏଇଟା ହେଲା ଏଇ ତୃତୀୟ ଶ୍ରେଣୀ ବ୍ୟକ୍ତି, ତୃତୀୟ ଶ୍ରେଣୀ
বা ଆଧ୍ୟାତ୍ମିକ ଜୀବନ ଧର୍ମୀ ମଣିଷ ମାନଙ୍କର ମାନେ କ୍ୟାରେକ୍ଟରିଷ୍ଟିକ ଚରିତ୍ର ସେମାନଙ୍କର ଚିନ୍ତାଧାରା। ଏହି ଜଣେ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ପ୍ରତି ଭୟ ନଥାଏ। ଏମାନେ ଦିବ୍ୟ ଆନନ୍ଦ, ଦିବ୍ୟ ପ୍ରେମ, ଦିବ୍ୟ ଶାନ୍ତି, ଦିବ୍ୟ ସମତା, ଦିବ୍ୟ ସଂହତି, ସବୁ ଦିବ୍ୟ। ତାଙ୍କ ପାଇଁ ସବୁ କିଛି ଦିବ୍ୟ। ଯାହାକୁ ଦେଖିବେ ସମସ୍ତଙ୍କୁ ସେ ଭାବୁଥିବେ ଯେ ସେ ହେଉଛନ୍ତି ଭଗବତଙ୍କର ଅଂଶ, ଦିବ୍ୟାତ୍ମା। ପ୍ରତ୍ୟେକ କଥା ସେମାନେ ଗୋଟେ ଦିବ୍ୟତା ଭିତରେ ବାସ କରିଥାନ୍ତି। କେବଳ ଦିବ୍ୟତା ହିଁ ଦିବ୍ୟତା, ପ୍ରଗତି ହିଁ ପ୍ରଗତି। ଶ୍ରୀ ଅରବିନ୍ଦ ତାଙ୍କର ଦିବ୍ୟ ଜୀବନ ଗ୍ରନ୍ଥରେ କହୁଛନ୍ତି ଯେ ଆପଣାର ଅନୁରୂପ ଅଭିବୃଦ୍ଧି ସାଧନ କରି ଏକ ନୂତନ ସମ୍ଭୂତି ବା ନୂତନ ଜୀବନ, ଏକ ନୂତନ ଆତ୍ମା ବା ନୂତନ ପ୍ରକୃତି ମଧ୍ୟରେ ଜାଗୃତ ହୋଇ ଉଠିବା ହିଁ ହେଉଛି ଆଧ୍ୟାତ୍ମିକତା। ଏବଂ ଆଧ୍ୟାତ୍ମିକତା ଜୀବନ ବଞ୍ଚୁଥିବା ମଣିଷମାନେ ଏଇଆ ହିଁ ସବୁବେଳେ ଚାହିଁଥାନ୍ତି ଯେ ନିଜର ଆପଣାର ଅନୁରୂପ ଅଭିବୃଦ୍ଧି କରୁଥିବେ, ସବୁବେଳେ ଚାହୁଁଥିବେ ଗୋଟେ ନୂତନ ଜୀବନ, ଏକ ନୂତନ ଆତ୍ମା, ନୂତନ ପ୍ରକୃତି ତାଙ୍କ ଭିତରେ ଜାଗୃତ ହଉ। ଏଇଭଳି ଫିଲିଙ୍ଗସ୍ ସେଇମାନଙ୍କର ରହିଥିବ। ସାରିଦେବା, ସମୟ ଅଭାବ। ତେଣୁ ଆମେ ମଣିଷମାନେ ଯେଉଁ ତିନୋଟି କ୍ୟାଟେଗୋରୀ କଥା କୁହାହେଲା, ମଣିଷର ଯେଉଁ ଦାୟିତ୍ୱ ରହିଛି, ଇଏ ଦାୟିତ୍ୱ ନିଭେଇବେ କେଉଁମାନେ ନା ଯେଉଁମାନେ ଆଧ୍ୟାତ୍ମିକବାଦୀ ହେବେ। ତେଣୁ ଆମେ ଦେଖିବା ଆମେ କେଉଁ ସ୍ତରରେ ଅଛେ, ଭୌତିକ ଜୀବନ ଧର୍ମୀ ଅଛେ କି ମନୋଗତ ଜୀବନ ଧର୍ମୀ ଅଛେ କିମ୍ବା ଆଧ୍ୟାତ୍ମିକ ଜୀବନ ଧର୍ମୀ ଅଛେ। ଯେଉଁ ସ୍ତରରେ ଅଛେ ସେଇଠି ଥାଇକିରି ସବୁବେଳେ କହୁଥିବା ପ୍ରଭୁ ତମ ଇଚ୍ଛା ପୂର୍ଣ୍ଣ ହଉ, ଆମେ ତାଙ୍କରି ପାଇଁ କାର୍ଯ୍ୟ କରିବା। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।